नीलकंठ की जय। ओम नमो भगवते वासुदेवाय। ओम नमो भगवते वासुदेवाय। ओम नमो भगवते वासुदेवाय। नारायणं नमस्कृत्यं नरं चैव नरोत्तमं देवीं सरस्वतीं व्यासं ततो जयमुदीरये। नष्टप्रायेषु भद्रेषु किं भागवत सेवया भगवती उत्तमश्लोके भक्ति भवति नैष्टिकी। कृष्णाय वासुदेवाय देवकी नन्दनाय च नन्दगोपकुमाराय गोविन्दाय नमो नमः। ओम ज्ञानतिमिरान्धस्य ज्ञानाञ्जनशलाकया चक्षुरुन्मिलितं येन तस्मै श्रीगुरवे नमः। नमो विष्णुपादाय कृष्णपृष्ठाय भूतले श्रीमते भक्तिवेदान्त स्वामिनिति नामिने। नमस्ते सरस्वती देवे गौरवाणी प्रचारिणे निर्विशेषा शून्यवादी पश्यति देशतारिणे।
ସେବାର ଆନନ୍ଦ ଯେଉଁ ଆନନ୍ଦ ମିଳେ ସେଇଟା ହେଉଛି ଏତେ ବଡ଼ ଆନନ୍ଦ ଯେ ଭଗବାନ କହୁଛି ଯାଇକି ସେବା କରିକି ସେ ଆନନ୍ଦ ପାଏ। ଭଗବାନ ନିଜେ ଆସନ୍ତି ସେବା ନିଜେ କରିକି ସେ ଆନନ୍ଦ ପାଏ। ଭଗବାନ ଆସନ୍ତି ଭକ୍ତଙ୍କର ସେବା କରି ଭଗବାନ ନିଜେ ସେବା କରିବା ପାଇଁ ବା ଭଗବାନ ସେବା କରିକି ଯେମିତି ଆନନ୍ଦ ମିଳେ ତାହା ଜାଣିବା ପାଇଁ ନିଜେ ରାଧାରାଣୀଙ୍କ ଭାବରେ ଆସିଲେ ଚୈତନ୍ୟ ମହାପ୍ରଭୁ। ସେବା କେମିତି କରିକି ଆନନ୍ଦ ମିଳେ ସେ ଭାବଟା ଜାଣିବା ପାଇଁ ଆମେ ଶୁଣୁଥିଲେ ଚୈତନ୍ୟ ମହାପ୍ରଭୁଙ୍କ ଲୀଳାରେ କେତେ ଗୁଡ଼ା ମୁଖ୍ୟ କାରଣ ଗୌଣ କାରଣ ପ୍ରଭୁଜୀ କହୁଥିଲେ। ସେଇଭଳି ରାମଚନ୍ଦ୍ରଙ୍କର ମଧ୍ୟ ଆସିବାର ଅନେକ କାରଣ ଥାଏ। ଭଗବାନ ଆସିଲେ ଗୋଟିଏ କାରଣ ପାଇଁ ଆସନ୍ତି ନାହିଁ। ଗୋଟେ କିଏ ଡାକିଦେଲେ, ଯେମିତି ଚୈତନ୍ୟ ମହାପ୍ରଭୁଙ୍କୁ ଅଦ୍ୱୈତାଚାର୍ଯ୍ୟ ଡାକିଦେଲେ ଯେ ଏଇଠି କଳି ଯୁଗରେ ପୁରା ମାନେ ପଣ୍ଡିତମାନଙ୍କର ଯୁଦ୍ଧ ଚାଲିଛି, ଏଠି କେହି ଭକ୍ତି କରୁନାହାନ୍ତି, ସବୁ ତର୍କ କରୁଛନ୍ତି, ତେଣୁ ଆପଣ ଆସନ୍ତୁ। ତାଙ୍କ କଥାରେ ବି ସେ ଗୋଟିଏ କଥାରେ ବି ଆସିନାହାନ୍ତି। ତାଙ୍କ ଅନେକ ଗୁଡ଼ିଏ 10-12ଟି କାରଣ ଅଛି, ତାର ଇଏ ଗୋଟିଏ କାରଣ। ଆମେ ସବୁ କାରଣ ଗୁଡ଼ିକ ଗୌର ପୂର୍ଣ୍ଣିମାରେ ଶୁଣୁଥିଲେ କ'ଣ ପାଇଁ ଚୈତନ୍ୟ ମହାପ୍ରଭୁ ଆସିଛନ୍ତି। ସେମିତି ରାମଚନ୍ଦ୍ର ମଧ୍ୟ ଅନେକ ଗୁଡ଼ିଏ ମୁଖ୍ୟ କାରଣ, ଅନେକ ଗୁଡ଼ିଏ ଗୌଣ କାରଣ ପାଇଁ ଆସିଛନ୍ତି। ଯେଥିରୁ କେତେଟା କାରଣ ଆଜି ଆମେ ଶୁଣିବା, ତାପରେ ଆମେ ସେବା ବିଷୟରେ ଶୁଣିବା। ତେଣୁ ଯେତେବେଳେ ଭଗବାନ ସବୁବେଳେ ନିତ୍ୟ ଭୌତିକ ଜଗତରେ ଭଗବାନ କାରଣ ସାଗରରେ ଅନନ୍ତ ଶୟନ ବିଷ୍ଣୁ ଅନନ୍ତ ନାଗ ଉପରେ ଅନନ୍ତ କାଳରୁ ବସିକି ଅଛନ୍ତି, ଶୋଇକି ଅଛନ୍ତି। ଅନନ୍ତ ଶୟନରେ ଅନନ୍ତ କାଳରୁ ଅନନ୍ତ ନାଗ ଉପରେ ବସିକି ଅଛନ୍ତି। ତାଙ୍କର ପାଦକୁ ମୋଡ଼ୁଛନ୍ତି ଲକ୍ଷ୍ମୀ ଦେବୀ। କିନ୍ତୁ ଲକ୍ଷ୍ମୀ ଦେବୀ ତାଙ୍କ ପାଖରେ ଥିଲେ, ସବୁବେଳେ ରୁହନ୍ତି, କିନ୍ତୁ ସବୁବେଳେ ତାଙ୍କୁ ଲକ୍ଷରୁ ଅଧିକ ଫଣା ଥିବା ଅନନ୍ତ ନାଗ ସବୁବେଳେ ଉଣ୍ଡିଥାନ୍ତି। ମାନେ ଲକ୍ଷଟା CCTV କ୍ୟାମେରା ତାଙ୍କୁ ଦେଖୁଛି ସବୁବେଳେ। ତେଣୁ ଲକ୍ଷ୍ମୀକି ସେଇଟା କଲେ କେବେ ମୋତେ ଗୋଟେ ସମୟ ଆସିବ ମୁଁ ଏକାନ୍ତରେ କେହି ଦେଖୁନଥିବେ, ମୁଁ ଆପଣଙ୍କର ସେବା କରିପାରିବି, ବା ଆମେ ଏକାନ୍ତରେ ନିର୍ଜନ ସ୍ଥାନରେ ରହିବା ଯେଉଁଠି ଆମକୁ କେହି ଦେଖିପାରୁନଥିବେ। ଲକ୍ଷ୍ମୀଙ୍କ ଅନ୍ତରରେ ମନରେ ଏଇଭଳି ଭାବ ଆସେ ବେଳେବେଳେ। ତେଣୁ ଭଗବାନ ତାକୁ ତାଙ୍କ ଇଚ୍ଛା ପୂର୍ଣ୍ଣ କରିବା ପାଇଁ, ତାଙ୍କର ମନସ୍କାମନା ପୂର୍ଣ୍ଣ କରିବା ପାଇଁ ଏଇଭଳି ଗୋଟେ ଲୀଳାର ଆୟୋଜନ କରିଥିଲେ, ଯେଉଁଠି ଅନ୍ୟ କେହି ନଥିବେ। କେବଳ ଯେମିତି ରାମଚନ୍ଦ୍ରଙ୍କ ଲୀଳାରେ ଶ୍ରୀ ରାମ, ଲକ୍ଷ୍ମଣ ଆଉ ସୀତା, ସେ 3 ଜଣ ହେଇଥିଲେ। ଲକ୍ଷ୍ମଣ ବାହାରେ ରହୁଥିଲେ, କିନ୍ତୁ ରାମ ଆଉ ସୀତା ବା ଭଗବାନ ଲକ୍ଷ୍ମୀ ନାରାୟଣ ଏକାଠି ନିର୍ଜନ ବନରେ ଯେଉଁଠି କେହି ନଥିବେ, ସେଇଠି ସେ କେତେ ବର୍ଷ ରହିଲେ? 13 ବର୍ଷ ରହିଛନ୍ତି। 14 ବର୍ଷରୁ ଗୋଟେ ବର୍ଷ ରାବଣ ପାଖରେ ନେଇଯାଇଥିଲା, 13 ବର୍ଷ ରହିଥିଲେ। ତେଣୁ ଏହି କାରଣ ଯୋଗୁଁ ତାଙ୍କୁ ଆସିବାକୁ ପଡ଼ିଥିଲା। ତାପରେ ଅନେକ ଗୁଡ଼ିଏ ଆମେ ଜୟ ବିଜୟଙ୍କର ପତନରେ ସେ ଅସୁର ରାବଣ ଆସିଥିଲା, ରାବଣକୁ ବଧ କରିବାକୁ ଆସିଛନ୍ତି। ଅନେକ ମୁନି ଋଷିମାନଙ୍କୁ ଶତ୍ରୁ କବଳରୁ ପରିତ୍ରାଣାୟ ସାଧୁନାମ ତାଙ୍କୁ ଦର୍ଶନ ଦେଇ ତାଙ୍କୁ ଅସୁରମାନଙ୍କର ଦୌରାତ୍ମ୍ୟରୁ ରକ୍ଷା କରିବା ପାଇଁ ଆସିଛନ୍ତି ରାମଚନ୍ଦ୍ର। ସେଥିପାଇଁ ଏବେ କିଛି ଦିନ ତଳେ ରାମ ମନ୍ଦିର ପ୍ରତିଷ୍ଠା ହେଲା। ତେଣୁ ରାମ ମନ୍ଦିର ପ୍ରତିଷ୍ଠା ହୋଇଗଲା। ରାମ ମନ୍ଦିର ପ୍ରତିଷ୍ଠା ପାଇଁ ବହୁତ ଗୁଡ଼ିଏ ସଂଘର୍ଷ ହେଇଛି। ଆପଣମାନେ ଶୁଣିଥିବେ ସବୁ। ଅନେକ ଲୋକ ଏଠି ମାନେ ଯେଉଁଠି ମନ୍ଦିର ବର୍ତ୍ତମାନ ହେଲା ସେଇଠି ମସଜିଦ୍ ଥିଲା ପୂର୍ବରୁ। ସେ ମସଜିଦ୍ ପୂର୍ବରୁ ଗୋଟେ ରାମ ମନ୍ଦିର ହିଁ ଥିଲା। ସେ ରାମ ମନ୍ଦିର ଭାଙ୍ଗିକି ମସଜିଦ୍ ତିଆରି କରାଗଲା। ଏଥିରେ ତାଙ୍କୁ ସେଇ ମନ୍ଦିରରେ ପୂଜା କରିବାକୁ ପରମିଶନ୍ ନ ମିଳିବାରୁ କିଛି ରାମ ଭକ୍ତମାନେ ସେ ମସଜିଦ୍ ଭାଙ୍ଗିଦେଲେ। ତାପରେ କେତେ ରାମ ଭକ୍ତଙ୍କୁ ଗୁଳି କରି ମାରି ଦିଆଯାଇଛି, କେତେ ଜେଲ୍ ଦିଆଯାଇଛି, ଅନେକ ଗୁଡ଼ିଏ ସଂଘର୍ଷ ଚାଲିଛି। ତେଣୁ କେତେ ମାନେ ପାଖାପାଖି 50 ବର୍ଷ ପରେ ସେଠି କରିବାକୁ ରାମ ମନ୍ଦିର ତିଆରି କରିବା ପାଇଁ କୋର୍ଟ ଆମକୁ ପରମିଶନ୍ ଦେଲା। ତାହେଲେ ଏଇସବୁ ହେବା ପୂର୍ବରୁ ଆମକୁ ଗାନ୍ଧିଜୀଙ୍କର ଗୋଟେ ସ୍ୱପ୍ନ ଥିଲା କ'ଣ? ରାମ ରାଜ୍ୟ ପ୍ରତିଷ୍ଠା କରିବା। ଗାନ୍ଧିଜୀ ରାମଙ୍କର ବହୁତ ବଡ଼ ଭକ୍ତ ଥିଲେ। ସେ ବି ଜଣେ ସ୍ୱାଧୀନତା ସଂଗ୍ରାମୀ ଯିଏକି ସର୍ବଧର୍ମକୁ ସମ୍ମାନ ଦିଅନ୍ତି, କିନ୍ତୁ ତଥାପି ସେ ରାମଙ୍କର ଗୁଣଗାନ କରୁଥିଲେ। ତେଣୁ ସେ ରାମଧୁନ୍ କରିଛନ୍ତି। ସବୁବେଳେ ରାମ ନାମ ରଘୁପତି ରାଘବ ରାଜା ରାମ ପତିତ ପାବନ ସୀତାରାମ ସବୁବେଳେ ସେ ଗାଇ ବୁଲନ୍ତି। ଯେତେବେଳେ ସେ ସ୍ୱାଧୀନତା ସଂଗ୍ରାମରେ ଯାଆନ୍ତି ବି ସେ ବି ବୁଲନ୍ତି, ଏଇ ଗୀତ ଗାଇ ବୁଲନ୍ତି। ତେଣୁ ଆମେ ଶୁଣିଛେ ସେ ଯେତେବେଳେ ମୃତ୍ୟୁ ସମୟରେ ହେ ରାମ କହିକି ତାଙ୍କର ଶରୀର ଛାଡ଼ିଛନ୍ତି। ରାମଙ୍କୁ ଏତେ ସେ ଭଲ ପାଉଥିଲେ। କାହିଁକି ଭଲ ପାଉଥିଲେ ରାମଙ୍କୁ?
राम जड़े आदर्श पुरुष जड़े आम कहे मर्यादा पुरुष मर्यादा क्या पाखे थाए जहाँ पाखे संस्कृति थी जहाँ पाखे आदर्श गुण थी बहुत भल गुण थी पाखे मर्यादा पुरुष तेणु सी कहते मत भारत में राम राज्य दरकार कौन दरकार राम राज्य कौन हम आम शुणे राम राज्य कौन थाई राम राज्य दरकार समस्ते कहते राम राज्य आम गोटे राम राज्य चली राम राज्य कौन थाए राम राज्य बहुत गुड़े थाए जिते आम भल चिंता कर सब राम राज्य थाए एमती कह आम शुणुलु गोटे उदाहरण राम राज्य ताला बिक्री हुए तार अर्थ कौन राम राज्य कौन सी दुकान ताला बिक्री हुए से राम राज्य चोर ही ना से ताला पड़े ना कौन सी घर द्वार ताला ना राम राज्य दान दि जाए भिकारी की दान दि जाए भिकारी ना राम राज्य कई अकाल मृत्यु हुए ना क्या माने हठात किए मृत्यु हुए ना आयुष पूरे ही मरवे समस्ते आ से समय आयुष के 10,000 वर्ष पर्यटन समस्ते बंचिक रोते कहार अकाल मृत्यु होना यही समय बन्या बात्या काल बैशाखी खरादिने वर्षा ये सब होना तो ठीक टाइम रे ठीक समय जो ऋतु आसा था सब ऋतु आसूला ये राम राज्य थिला गांधीजी को स्वप्न थिला राम राज्य टी आसू सी तो मरीगले गांधीजी की पर जो मैंने आसिले भारत को चलैले से किंतु परवर्ती समय कहले आमको राम राज्य दरकार किंतु राम दरकार नहीं देखिए राम दरकार से राम कहले राम डज नॉट एक्जिस्ट राम को से विश्वास करें कि राम राज्य दरकार कि राम न था कि राम राज्य हो पार के राम नथिले राम राज्य होबनी राम थिबा दरकार तेणु जहाँ कि वर्ष पर आम राम पलैले माने राम जन्मभूमि रामकर मंदिर प्रतिष्ठा होगा तो आम बुझुचे राम आसिले राम आएंगे कहते ना गीत राम आसीगले के राम आसगला पर भी राम राज्य कहीं कि परिवर्तन है ना ये रामनवमी लक्ष लक्ष संख्यार सब शोभा यात्रा बाहर समस्ते कौन राम भक्त समस्ते किसी भक्त कि से माने भी मद पी थे डीजे लगे हाँ ये सब है द्वारा समस्ते नुहे कि मात्रा तेणु से यहाँ कि राम राज्य मैंने यहाँ नुहे खाली डीजे लगे शोभा यात्रा करके गेरुआ बाना धरिकी बुलवाटा यहाँ राम राज्य नुहे राम राज्य हूँ जहाँ मुझे कहली राम राज्य ये सब है दरकार तेणु राम राज्य राम आसिले खाली राम रहिले भी हेनी राम राज्य समस्ते गोटे गोटे रामंकर चरित्र थे अयोध्या समस्ते रामंकर गुण थी समस्त सब व्यक्ति मान पाखे गोटे जन रामंकर गुण थिला ये राम राज्य हो जाता राजा केवल राम थे आ समस्ते रावण थे ताले कौन राम राज्य हो पार किए तो रामंकर नियम को पालन करें ये राम राज्य करने को हेले प्रथम आमको समस्त गोटे गोटे राम होगा पड़ो गुण रे शक्ति तो हो पारानी आम गोटे इच्छा कले भी गोटे पत्थर को भसाई पारानी सेतु बंध बांधा केमती भगवान सेतु बंध बांधे कि गुण रे राम ये भगवान रामंकर अनेक गुण गोटे 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 गुण है मर्यादा पालन से मर्यादा पालन कौन कौन से त्याग करके न एत बड़ विराट राज्य आम शुणा अयोध्या राज्य कौन जो राज्य केवल युद्ध होनी से अयोध्या केते वर्ष पर्यंत 60,000 वर्ष पर्यंत से युद्ध होनी ये राज्य कहीं युद्ध होनी ये से राज्य को कहीं आक्रमण करने को साहस ही करना कहीं से राज्य राजा थे दशरथ ये रथ था से 10 दिग को जापर ये रथटा 10टा दिग को जापरला तेणु एत से पावरफुल थे जे इंद्र डाकुला से अवसर मैंने बहुत पलैले मोर शक्ति पाऊनी दशरथ को डाकुला इंद्र आसिक तेणु एत बड़ राज्य एत बड़ राज्य थिला राज्य को से छाड़देले मर्यादा पालन तेणु जो राम मंदिर प्रतिष्ठा है से समय किसी आमर जमी इस्कन निंदुक केते जन अच्छा केते लोक कहते इस्कन तो कृष्णकर भक्त से कहीं से टेंट पकई खाली प्रचार करने राम मंदिर ट्रेंड चलती प्रचार करने ये सब केते कंप्लेन कले ना इस्कन मंदिर भी रामंकर पूजा हुए आम देखिए अनेक एमती गोटे नुआ मंदिर ओपनिंग है इस्कन रोहिणी दिल्ली रे
ଏଠି ରାମ ଲକ୍ଷ୍ମଣ ସୀତାଙ୍କର ବିଗ୍ରହ ଅଛି। ଏବେ ଆମ ଓଡ଼ିଶାର ବୁର୍ଲାରେ ଏଠି ରାମ ଲକ୍ଷ୍ମଣ ସୀତାଙ୍କର ବହୁତ ସୁନ୍ଦର ମନ୍ଦିରଟି ଅଛି। ତେଣୁ ପ୍ରତ୍ୟେକ ସ୍ଥାନରେ ରାମଙ୍କର ଭକ୍ତ ବି ଆମ କୃଷ୍ଣ ଭକ୍ତ ହେଲେ ମଧ୍ୟ ରାମଙ୍କୁ ମଧ୍ୟ ପୂଜା କରନ୍ତି। ତେଣୁ ସେଇଠି କ'ଣ ହେଲା ନା, ଯେହେତୁ କୃଷ୍ଣ ଆଉ ରାମ ଆଉ ବିଷ୍ଣୁ ଏ ତିନି ସମାନ, ଯେତେବେଳେ ଚୈତନ୍ୟ ମହାପ୍ରଭୁ ସାର୍ବଭୌମ ଭଟ୍ଟାଚାର୍ଯ୍ୟଙ୍କୁ ମାନେ ତାଙ୍କର ଷଡ଼ଭୁଜ ଗୌରାଙ୍ଗ ରୂପ ଦର୍ଶନ ଦେଲେ। ଷଡ଼ଭୁଜରେ 6ଟା ହାତ ଥିଲା ତାଙ୍କର। 6ଟା ହାତ ମାନେ ଗୋଟିଏ ହାତରେ 2ଟି ହାତରେ ସେ ଧନୁ ଆଉ ଶର ଧରିଥିଲେ, ଆଉ 2ଟି ହାତରେ ବଂଶୀ ଧରିଥିଲେ, ଆଉ 2ଟି ହାତରେ କମଣ୍ଡଳୁ ଆଉ ବାଡ଼ି ଦଣ୍ଡା ଧରିଥିଲେ। ତା ଅର୍ଥ ସେଇଠି ସେ ଦେଖେଇଲେ ଯେ ଚୈତନ୍ୟ ମହାପ୍ରଭୁ ଯିଏ, କୃଷ୍ଣ ସିଏ ଆଉ ରାମ ବି ସିଏ। ତାହେଲେ ସେଇ କୃଷ୍ଣ, ସେଇ ଜଗନ୍ନାଥ, ସେଇ ରାମ, ସେଇ ମଧ୍ୟ ଚୈତନ୍ୟ ମହାପ୍ରଭୁ, ସେ ହେଉଛନ୍ତି ବିଷ୍ଣୁ। କେବଳ କ'ଣ କେଉଁଥିରେ ଭେଦ ଅଛି? ରଙ୍ଗରେ ଭେଦ ନା। ଭଗବାନ ରାମଙ୍କର କେଉଁ ରଙ୍ଗ? ନୀଳାମ୍ବୁଜ ନା। ଆଉ କୃଷ୍ଣଙ୍କର କୃଷ୍ଣ ରଙ୍ଗ, ଘନ ମାନେ ମେଘର ରୂପ, ମେଘର ରଙ୍ଗ, ଘନ ପୁରା କଳାହାଣ୍ଡିଆ ମେଘର ଯେଉଁ ଭଳିଆ ରୂପ ଭଗବାନଙ୍କର। ତତ୍ତ୍ୱରେ ଉଭୟ ସମାନ କିନ୍ତୁ ରସରେ ଅଲଗା। କେମିତି ରସରେ ଅଲଗା ନା, ଭଗବାନ ଆମକୁ ଶିଖେଇଗଲେ କେମିତି ମର୍ଯ୍ୟାଦା, ରାମ ଶିଖେଇଗଲେ ମର୍ଯ୍ୟାଦା ପାଳନ କରିବା କଥା। କିନ୍ତୁ ପିତାର ଧର୍ମ, ପୁତ୍ରର ଧର୍ମ ପାଳନ କରିବା କଥା, ଗୋଟେ ପତିର ଧର୍ମ, ଗୋଟେ ରାଜାର ଧର୍ମ, ଏସବୁ ଶିଖେଇ ଯାଇଛନ୍ତି। ଇଏ କିନ୍ତୁ ଭଗବାନ କୃଷ୍ଣ କହିଲେ ସବୁ ଧର୍ମ ଛାଡ଼ିକି ମୋ ପାଖକୁ ଆସ, ସବୁ ମର୍ଯ୍ୟାଦା ଛାଡ଼ିଦିଅ, ଆଉ ମୋତେ ଶରଣ କର। ସର୍ବଧର୍ମାନ ପରିତ୍ୟଜ୍ୟ ମାମେକ। ସିଏ ବି ମର୍ଯ୍ୟାଦା ଛାଡ଼ିଛନ୍ତି ସବୁ। ହଁ, ଯିଏ ମର୍ଯ୍ୟାଦା ଲଙ୍ଘନ କରି ଚାଲିଲେ, ଇଏ ମର୍ଯ୍ୟାଦା ପାଳନ କରି ଚାଲିଲେ, ଇଏ ମର୍ଯ୍ୟାଦା ଲଙ୍ଘନ କରି ଚାଲିଲେ, ଉଭୟ ବି ଦରକାର। ତେଣୁ ଇଏ ମର୍ଯ୍ୟାଦା ପାଳନ କରିବା ପାଇଁ ଶିଖେଇଛନ୍ତି, ସେ ମର୍ଯ୍ୟାଦା ଲଙ୍ଘନ କରିବା କେତେବେଳେ ଦରକାର? ମର୍ଯ୍ୟାଦା ଲଙ୍ଘନ କରିଛନ୍ତି ଧର୍ମ ପ୍ରତିଷ୍ଠା କରିବା ପାଇଁ କୁରୁକ୍ଷେତ୍ର ଯୁଦ୍ଧ ଭୂମିରେ। ନିଜ ଭକ୍ତମାନଙ୍କର ଇଚ୍ଛାକୁ ପୂର୍ଣ୍ଣ କରିବା ପାଇଁ ନିଜ ମର୍ଯ୍ୟାଦା ଛାଡ଼ିଲେ। ନିଜେ ରାମ ଏକ ପତ୍ନୀ ବ୍ରତ କରିଥିଲେ, ସେ ବହୁ ପତ୍ନୀ ସ୍ୱୀକାର କଲେ। କିନ୍ତୁ ବେଳେବେଳେ ଥଟ୍ଟା ତମସାରେ ରାମ ଭକ୍ତ କୃଷ୍ଣ ଭକ୍ତ କରନ୍ତି, ଆମ ରାମ ହେଉଛି ଏକ ପତ୍ନୀ, ଗୋଟିଏ ପତ୍ନୀ ବିବାହ କରିଥିଲେ, ତମର ତ ଅନେକ ଗୁଡ଼ିଏ। ଯଦି କୃଷ୍ଣ ଭକ୍ତମାନେ ଛାଡ଼ିବେନି, ସେ କହିବେ ତମ ରାମ ଗୋଟେ ପତ୍ନୀ ହେଲେ କ'ଣ, ତମ ରାମ ତ ଛାଡ଼ିକି ପଳେଇଲେ, ଗୋଟେ ପତ୍ନୀ ହେଲେ ତାକୁ ଛାଡ଼ିକି ବଣରେ ତୋଳି ଦେଇଛନ୍ତି। ଆମର ସବୁ ଏତେ ହେଲେ ବି ଆମ ପାଖରେ ରଖିଛନ୍ତି ଆମ କୃଷ୍ଣ। 16,108 ଆଣିକି ତାଙ୍କୁ 16,108ଟି ଉଆସ ବଙ୍ଗଳା କରିଛନ୍ତି। ତାଙ୍କୁ ବଙ୍ଗଳାରେ ଦେଇକି ରଖିଛନ୍ତି। ଏସବୁ ଥଟ୍ଟା ତାମସାର କଥା। କିନ୍ତୁ ରାମଚନ୍ଦ୍ର ବି ତାଙ୍କର ପତ୍ନୀକୁ ଯେଉଁ ବନବାସରେ ପଠେଇଲେ ସୀତା ମାଙ୍କୁ, ତାର ବି କାରଣ ଅଛି। ଆଉ ଇଏ ଅନେକ ବିବାହ କରିବାର ମଧ୍ୟ କାରଣ ବି ଅଛି। ଗୋଟେ ଷ୍ଟୋରି, ଗୋଟେ କାହାଣୀ ଶୁଣିଥିଲି ଯେ କାହିଁକି ରାମଚନ୍ଦ୍ର ସେ ଏକାନ୍ତରେ ଭଗବାନଙ୍କୁ ସାଙ୍ଗରେ ରହିବା ପାଇଁ ଲକ୍ଷ୍ମୀଙ୍କର ପ୍ରାର୍ଥନା ଶୁଣିଲେ, ପୁଣି ଛାଡ଼ିଦେଲେ କାହିଁକି ତାଙ୍କୁ? ସେ ମଧ୍ୟ ଗୋଟେ କାରଣ। ଯିଏକି କହନ୍ତି ଯେ ବୃନ୍ଦା ଦେବୀଙ୍କର ଅଭିଶାପ, ଜଳନ୍ଧର ଯେଉଁ ବୃନ୍ଦା ଦେବୀ ତୁଳସୀ ମହାରାଣୀଙ୍କର, ନିଜର ସତୀତ୍ୱ ପାଇଁ ଜଳନ୍ଧରକୁ ହତ୍ୟା କରିପାରିନଥିଲେ, ତାଙ୍କୁ ବଧ ହୋଇପାରିନଥିଲା। ତାର ସତୀତ୍ୱ ଯୋଗୁଁ ଜଳନ୍ଧର ରାକ୍ଷସ ମରୁନଥିଲା ବିଷ୍ଣୁଙ୍କ ହାତରେ। ତେଣୁ ତାଙ୍କର ସତୀତ୍ୱ ନଷ୍ଟ କରିକି ଜଳନ୍ଧରକୁ ସେ ହତ୍ୟା କରିଥିଲେ, ମାରିଥିଲେ। ତେଣୁ ସେ ଗୋଟେ ବୃନ୍ଦା ଦେବୀଙ୍କର ଅଭିଶାପ ଥିଲା ବା ଇଚ୍ଛା ଥିଲା। ଆଉ କି କହନ୍ତି ଗୋଟେ ଷ୍ଟୋରି ବା ଶୁଣିଥିଲି, ନାରଦ ମୁନି ଥରେ ବହୁତ ବଡ଼ ଏକ ତପସ୍ୟା କରୁଥିଲେ। ତପସ୍ୟା କରି ଏତେ ବଡ଼ ତପସ୍ୟା କଲେ ଯେ ଇନ୍ଦ୍ର ଡରିବାକୁ ଲାଗିଲେ। ଇନ୍ଦ୍ର ଡରିଲେ, କହିଲେ ତପସ୍ୟା କଲେଣି, ଏତେ ବଡ଼ ତପସ୍ୟା କଲେ ଯଦି ମୋର ପଦ ନେଇଯିବ। ତେଣୁ ସେ କ'ଣ କଲେ, କାମଦେବକୁ ପଠେଇଲେ। ଗୋଟେ ମନ୍ମଥ ବୋଲି କାମଦେବ ଜଣେ ଅଛନ୍ତି, ତାଙ୍କୁ ପଠେଇଲେ। ସିଏ କାମଦେବ ଆସି ତାଙ୍କୁ ବିଭିନ୍ନ ପ୍ରକାର ତାଙ୍କ ତପସ୍ୟା ଭଙ୍ଗ କରିବାକୁ ଚେଷ୍ଟା କଲା। ତାଙ୍କୁ କାମସ୍ୱରରେ ମାରି ତାଙ୍କ ମନରେ କାମ ଉତ୍ତେଜନା ତିଆରି କରିବାକୁ ଚେଷ୍ଟା କଲା, କିନ୍ତୁ ପାରିଲା ନାହିଁ। ଯେତେବେଳେ ସେ ଫେରିକି ପଳେଇଲା, ଯେତେବେଳେ ନାରଦ ମୁନି ଜାଣିପାରିଲେ ସେ କଥା, ସେ ନାରଦ ମୁନିଙ୍କ ମନରେ ବହୁତ ବଡ଼ ଗର୍ବ ହେଲା। ସେ କହିଲେ ମୁଁ ଏତେ ବଡ଼ ସାଧୁ, ମୁଁ ଏତେ ବଡ଼ ତପସ୍ୱୀ, ମୋତେ କାମଦେବ ବି କିଛି କରିପାରିଲାନି। ତେଣୁ ସେ ଯାଇକି ଶିବଙ୍କ ଆଗରେ ପୁରା
ଛାତି ଫୁଲେଇ କହିଲେ ମୁଁ କାମଦେବକୁ ଆଜି ଜିତିଛି। କାରଣ ଶିବ କାମଦେବକୁ ଜିତି ପାରୁନାହାନ୍ତି ନା, ତେଣୁ ଶିବଙ୍କୁ କହିବା କହିଲେ ଯାଇକି ମୁଁ ବି କାମଦେବକୁ ଜିତିଛି, ମୋତେ କାମଦେବ କିଛି କରିପାରୁନା। ଶିବ କହିଲେ ଠିକ୍ ଅଛି, ମୋ ଆଗରେ ଏ କଥା କହୁଛୁ, କିନ୍ତୁ ବିଷ୍ଣୁଙ୍କ ଆଗରେ କେବେ କହିବୁନି। ବିଷ୍ଣୁଙ୍କ ପାଖକୁ ଯେତେବେଳେ ଯିବ ସେ କଥା କେବେ କହିବନି। କିନ୍ତୁ ସିଏ ଥରେ ବିଷ୍ଣୁ ପାଖକୁ ଯାଇଛନ୍ତି ନା ନାରଦ ମୁନି, ବିଷ୍ଣୁ ଆଗରେ କହିଦେଲେ ମୋ ଭଳିଆ ଜଣେ ସାଧୁ, ମୋ ତପସ୍ୱୀ ଯିଏକି କାମଦେବକୁ ଜିତିଛି। ସେ କହିଦେଲେ ଗର୍ବରେ। ତେଣୁ ମୋଠୁ ବଡ଼ ତପସ୍ୱୀ, ମୋଠୁ ଜଣେ ମାନେ ଇନ୍ଦ୍ରିୟକୁ ଜିତିଥିବା ଲୋକ ଆଉ ଦୁନିଆ କେହି ନାହିଁ। ଏଇଭଳି ତାଙ୍କ ମନରେ ଗର୍ବ ଆସୁଥିଲା। ଭଗବାନ ଜାଣିପାରିଲେ ଆମ ମନରେ ବହୁତ ବଡ଼ ଗର୍ବ ଅଛି, ତେଣୁ ସେ ଗୋଟେ ମାୟା ରଚନା କଲେ। ସେ ଗୋଟେ ମାୟାର ଗୋଟେ ନଗରୀ ତିଆରି କଲେ, ବିରାଟ ଗୋଟେ ନଗରୀ। ସେ ଗୋଟେ ଜଣେ ରାଜା ହେଲା, ରାଜାଙ୍କର ଗୋଟେ ସୁନ୍ଦର ଝିଅଟେ ବା ସୁନ୍ଦର ଝିଅ ଗୋଟେ କନ୍ୟା ହେଲା। ଆଉ ସେ କନ୍ୟାର କୁ ଦେଖିବା ପାଇଁ ଇଏ ପଠେଇଲେ। ଇଏ କେମିତି ତାଙ୍କ ସେଇ ରାଜ୍ୟକୁ ପଠେଇଲେ ନାରଦ ମୁନି। ନାରଦ ମୁନି ଯାଇକି ପହଞ୍ଚିଛନ୍ତି। ଯାଇକି ପହଞ୍ଚିକି ଦେଖିଲେ, ସେ କନ୍ୟାକୁ ଦେଖିଲେ। ସେ କନ୍ୟା କହିଲେ କନ୍ୟାର ଟିକେ ମୁଁ ହାତ ଦେଖିବି। ହେଲେ କାହିଁକି ନା ମୁଁ ତ ତ୍ରିକାଳଦର୍ଶୀ, ମୁଁ ଜାଣିପାରିବି ତାର ଭୂତ ଭବିଷ୍ୟ ବର୍ତ୍ତମାନ କଥା ଜାଣିପାରିବି, ମୁଁ ଟିକେ ହାତ ଦେଖିବି, ମୋତେ ତାର ହାତ ଦେଖାନ୍ତୁ। ତେଣୁ ନାରଦ ମୁନିକି ସେ ରାଜା ଆଣି ଦେଖେଇଲେ। ସେ ଝିଅର ହାତ ଟିକେ, ତାଙ୍କ କନ୍ୟାର ହାତ ଟିକେ ଦେଖେଇଲେ। ସେ କନ୍ୟାର ହାତକୁ ଦେଖିକି ସାଙ୍ଗେ ସାଙ୍ଗେ ନାରଦ ମୁନିଙ୍କର ଇଚ୍ଛା ହେଲା ତାକୁ ବିବାହ କରିବା ପାଇଁ। ସାଙ୍ଗେ ସାଙ୍ଗେ ବିବାହ କରିବାକୁ ଇଚ୍ଛା ହେଲା। ସେ କହିଲେ କେମିତି କହିବେ, ଇଏ ତ ବଡ଼ ତପସ୍ୱୀ ବୋଲି ତାଙ୍କ ମନରେ ଗର୍ବ ବି ଅଛି ନା, ତପସ୍ୟା, ଇଏ ଜଣେ ସାଧୁ ବୋଲି। ତେଣୁ ରାଜାଙ୍କୁ ସେ ଇନଡାଇରେକ୍ଟଲି କହିଲେ ତୁମେ ଗୋଟେ ସ୍ୱୟଂବର ମାନେ ସ୍ୱୟଂବର ଆୟୋଜନ କର ତୁମର କନ୍ୟା ପାଇଁ। ସେ ରାଜା କହିଲେ ଠିକ୍ ଅଛି, ମୁଁ ସ୍ୱୟଂବର ଆୟୋଜନ କରିବି, କିନ୍ତୁ ମୋର ଗୋଟିଏ ସର୍ତ୍ତ ଅଛି। କ'ଣ ନା, ମୋର ଝିଅ କେବଳ ଜଣେ ହରିଙ୍କ ପରି ହେଇଥିବା ଲୋକଙ୍କୁ ବିବାହ କରିବ। କାପରି? ହରିଙ୍କ ପରି। ହେଲା ଠିକ୍ ଅଛି, ଏଇ କଥା ଆଉ କ'ଣ, ଏ କଥା ହଁ ଠିକ୍ ଅଛି, ଏଇ ଦିନ ଏଇ ତିଥିରେ ମାନେ ଯେଉଁ ଆୟୋଜନ କର। ତାପରେ ସେ କହିଲେ ନାରଦ ମୁନି ଚାଲିଲେ କାହା ପାଖକୁ? ଭଗବାନ ବିଷ୍ଣୁ ପାଖକୁ ଚାଲିଲେ। ଭଗବାନ ବିଷ୍ଣୁ ଯାଇକି ସ୍ତୁତି ଗାନ କଲେ, ଉଚ୍ଚାରଣ କଲେ। ଭଗବାନ କହିଲେ ଆରେ କ'ଣ ନାରଦ, ତୁମେ ଏତେ ଆଜି ସ୍ତୁତି ଗାନ କରୁଛ, ତୁମ କ'ଣ ଇଚ୍ଛା ଅଛି କୁହ, କ'ଣ କିଛି ମାଗିବ ବୋଧେ ଆଜି? ସିଏ କହିଲେ ଭଗବାନ ମୋତେ ହରିଙ୍କ ଭଳିଆ ଗୋଟେ ମୁଖଟେ ମୋତେ ଦିଅ, ମୋର ମୁହଁଟା ଗୋଟେ ହରିଙ୍କ ଭଳିଆ ହଉ। ସେ ସାଙ୍ଗେ ସାଙ୍ଗେ କହିଲେ ତଥାସ୍ତୁ। କିଏ? ଭଗବାନ ବିଷ୍ଣୁ ତଥାସ୍ତୁ। ଇଏ ଆଉ ବହୁତ ଖୁସିରେ ଡେଇଁ ଡେଇଁ ଆସିଲେ, କାରଣ କାହାର ହରିଙ୍କ ଭଳିଆ ବେଶ ମୁଖ ନାହିଁ ଦୁନିଆରେ ଅଛି କି ଭଗବାନଙ୍କ ଭଳି ସୁନ୍ଦର। ତେଣୁ ଇଏ ଭାବିଛନ୍ତି ମୋର ବହୁତ ବଡ଼ ହରିଙ୍କ ଭଳିଆ ବିଷ୍ଣୁଙ୍କ ଭଳି ସୁନ୍ଦର ମୁଖ ଅଛି। ତେଣୁ ଆସି ପୁରା ଖୁସିରେ ଡେଇଁ ଡେଇଁ ଯେଉଁଦିନ ସ୍ୱୟଂବର ହେଲା, ସ୍ୱୟଂବରରେ ଆସିକି ସେ ପହଞ୍ଚିଲେ। ତେଣୁ ରାଣୀ ଦେଖୁଛନ୍ତି, ତାଙ୍କ ପିତା କହିଛନ୍ତି ରାଜା ହରିଙ୍କ ଭଳିଆ ଦିଶୁଥିବା ମାନେ ସବୁଠୁ ସୁନ୍ଦର ଗୋଟେ ଯୁବକକୁ ସେ ରାଜାକୁ ବିବାହ କରିବେ। ତେଣୁ ସମସ୍ତଙ୍କୁ ସେ ପ୍ରତ୍ୟାଖ୍ୟାନ କରି ଆସୁଛି। ଯେତେବେଳେ ନାରଦ ମୁନିଙ୍କ ପାଖରେ ପହଞ୍ଚିଲା, ନାରଦ ମୁନି ସେଇ ସମୟରେ ନାରଦ ମୁନିଙ୍କୁ ସମସ୍ତେ ଦେଇଦେଲେ, ସମସ୍ତେ ହସିଲେ। କାହିଁକି ହସିଲେ? ନାରଦ ମୁନିଙ୍କର ମୁହଁଟା ମାଙ୍କଡ଼ ଭଳିଆ ହେଇଯାଇଛି। ସିଏ ଆଉ ସେ ଦେଖିଲେ ସେମିତି ତାଙ୍କର ମୁଖ, ସେ ଭାବିଛନ୍ତି ଭଗବାନ ବିଷ୍ଣୁଙ୍କ ଭଳି ହେବ। ହେଲା ପରେ ଆଉ ସେ ତାଙ୍କ ମିରର କିଛି ଦେଖି ନାହାନ୍ତି। ସେ ଭାବିଛନ୍ତି ଭଗବାନ ବିଷ୍ଣୁଙ୍କ ଭଳିଆ ମୁହଁ ତାଙ୍କର ହେଇଛି, ଆଉ ସେ ଜାଣିନାହାନ୍ତି ତାଙ୍କ ମୁଖଟା ମାଙ୍କଡ଼ ଭଳିଆ ହେଇଯାଇଛି ବୋଲି। ତେଣୁ ଦେଖିଲେ ଯଦି ମାଙ୍କଡ଼ ଭଳିଆ ହେଇଛି, ସମସ୍ତେ ହସିଲେ। ଆଉ ତାଙ୍କ ରାଣୀ ରାଜାଙ୍କର କନ୍ୟା, ସିଏ ବି ତାଙ୍କୁ ଆଉ ମୁହଁ ବି ଦେଖିଲା ନାହିଁ। ତାପରେ ଯାଇକି ସେ ରାଜବାସରେ ଯାଇ ଦେଖିଲେ ଯେ ତାଙ୍କ ମୁହଁଟା ମାଙ୍କଡ଼ ଭଳିଆ ହେଇଛି। ସେ ମନରେ ବହୁତ ରାଗିଗଲେ, କାରଣ ବହୁତ ତୀବ୍ର ଇଚ୍ଛା ଥିଲା ସେ କନ୍ୟାକୁ ବିବାହ କରିବା ପାଇଁ। ବର୍ତ୍ତମାନ ବହୁତ ରାଗିଗଲେ, ଏମିତି ରାଗିଗଲେ ଯେ ରାଗିକି ଯାଇକି ଭଗବାନ ବିଷ୍ଣୁଙ୍କ ପାଖରେ ପହଞ୍ଚିଲେ। କହିଲେ ମୋତେ ଏତେ ବଡ଼ ତୁମେ ଅପମାନ ଦେଲ, ମୁଁ ତୁମର ଏତେ ବଡ଼ ଭକ୍ତ, ଏତେ ଉଚ୍ଚ ନାମ କରୁଛି, ଯଦି ତୁମର ଅପମାନ ଦେବାର ଥିଲା ତାହେଲେ ମୋତେ ତୁମେ ସେଇଠି ମନା କରିଥାନ୍ତ। ତାହେଲେ ଏତେ ବଡ଼ ଅପମାନ ଦେଲ, ଯଦି ମୋତେ ତୁମେ ଅପମାନ ଦେଲ, ତାହେଲେ ତୁମେ ମଧ୍ୟ କ'ଣ କରିବ? ତୁମେ ମଧ୍ୟ ତୁମର ପତ୍ନୀକି ଛାଡ଼ିକି ତୁମେ ରହିବ, ତୁମେ ପତ୍ନୀ ବିୟୋଗର କଷ୍ଟ ତୁମେ ଭୋଗିବ। ସେ ବିଷ୍ଣୁ କହିଲେ ତୁମେ ଯାହା ମାଗିଲା ମୁଁ ତୁମକୁ ଦେଇଛି। କହିଲେ ମୁଁ ତ ହରିଙ୍କର ମୁଖ ମାଗିଲି, ବୋଲେ ଆପଣଙ୍କ ଭଳିଆ ମୁଖ ମାଗିଲି ନା। ହରିର ଗୋଟିଏ ଅର୍ଥ ହେଲା
ମାଙ୍କଡ଼। ହରିର ଅନେକ ଗୁଡ଼ିଏ ଅର୍ଥ ଅଛି। ମୁଖ୍ୟ ଅର୍ଥ ହେଲା କ'ଣ? ହରି 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 ଶବ୍ଦ କେଉଁଠୁ ଆସିଛି? କେଉଁ ଲୀଳାରୁ ଆସିଛି? ଗଜେନ୍ଦ୍ର ଲୀଳାରୁ ନା। ଗଜେନ୍ଦ୍ରକୁ ଉଦ୍ଧାର କରିକି ତାଙ୍କ ନାଁ ହେଇଛି ହରି। ଏଇଟା ମୁଖ୍ୟ। କିନ୍ତୁ ଆଉ ଅନେକ ଗୁଡ଼ିଏ ଅଛି। ହରିର ଅର୍ଥ ହେଲା ମାଙ୍କଡ଼। ଆମ ଓଡ଼ିଆରେ ଗୋଟେ କଥା ଅଛି ନା, ହରି ଖୋଜିଥିଲା ହରିକି, ହରି ପଶିଗଲା ହରିଙ୍କ ଭିତରେ, ହରି ନ ପାଇଲେ ହରିକି। ତାର ଅର୍ଥ କ'ଣ? ହରି ଅର୍ଥ ବିଲେଇ। ବିଲେଇ ଖୋଜୁଥିଲା ମୂଷାକୁ, ହରି ଖୋଜୁଥିଲା ହରିକି, ହରି ପଶିଗଲା ମାନେ ମୂଷା ପଶିଗଲା ହରି ଭିତରେ, ମାନେ କେଉଁଠି ପଶିଗଲା? ଗାତ ଭିତରେ। ହରି ନ ପାଇଲା ହରିକି, ବିଲେଇ ନ ପାଇଲା ମୂଷାକୁ। ତ ସମସ୍ତଙ୍କ ଦେହରେ ଯେହେତୁ ହରି ଅଛନ୍ତି, ତେଣୁ ସମସ୍ତଙ୍କ ନାମ ବି ହରି। ତେଣୁ ସେ ବୁଝିପାରିଲେ ନିଜର ଭୁଲଟା, ନାରଦ ବୁଝିପାରିଲେ ଭଗବାନଙ୍କର ଏଇ ଗୋଟେ ଆଗକୁ ତ କରିବାର ଅଛି, ସେଥିପାଇଁ ସୀତା ମାତାଙ୍କୁ ଛାଡ଼ିଥିଲେ। ଆମେ ଶୁଣିଛେ ଭଗବାନ କୃଷ୍ଣ କାହିଁକି ଏତେ ଗୁଡ଼ିଏ କନ୍ୟାକୁ ବିବାହ କରିଥିଲେ। ତେଣୁ ଏଇଭଳି ବହୁତ ଗୁଡ଼ିଏ କାରଣ ଥାଏ ଭଗବାନଙ୍କ ଲୀଳା କରିବା ପାଇଁ। କିନ୍ତୁ ଭଗବାନ ଆସନ୍ତି କିଛି ଅନେକ ବହୁତ ଜିନିଷ ଶିକ୍ଷା ଦେବା ପାଇଁ। ତେଣୁ ଆମେ ଆଜି ଶୁଣିବା କିନ୍ତୁ ରାମାୟଣ ଆଉ ମହାଭାରତ ଦୁଇଟି ଭିତରେ ବହୁତ ଗୁଡ଼ିଏ ପାର୍ଥକ୍ୟ ଅଛି। କ'ଣ ପାର୍ଥକ୍ୟ? ରାମାୟଣ ଦେଖନ୍ତୁ, ରାମାୟଣରେ କିନ୍ତୁ ସେବା କରିବା ପାଇଁ ଝଗଡ଼ା ଚାଲିଛି, ସେବା କରିବା ପାଇଁ। ମହାଭାରତରେ ସେ ମାନେ ଭାଗ ନେବା ପାଇଁ, ଭାଇ ଭାଇ ଭିତରେ ଗଣ୍ଡଗୋଳ। ଏଇଟା ଭାଇ ପ୍ରେମ, ଭାଇମାନଙ୍କ ଭିତରେ କେତେ ପ୍ରେମ, କିଏ ଅଧିକ କରିପାରିବ ତା ଭିତରେ କମ୍ପିଟିସନ୍ ଚାଲିଛି। ଇଏ ଭାଇ କେତେ କଷ୍ଟ ଦେବ, ସେ ବିଷୟରେ ଆମେ ମହାଭାରତରେ ଚାଲିଛି। ତେଣୁ ଉଭୟଙ୍କ ଶିକ୍ଷା, ମହାଭାରତରେ ଅନେକ ଶିକ୍ଷା ଆମେ କଳିଯୁଗରେ କିଭଳି ଆମେ ଆପ୍ଲାଏ କରିବା, ପ୍ରୟୋଗ କରିବା, ତା ବିଷୟରେ ଆମେ ଶିଖୁଛେ। କିଭଳି ଆମେ ନିଜେ ହେବା। ରାମାୟଣ ଆମକୁ ଶିକ୍ଷା ଦେଉଛି ଆମେ କିଭଳି ଜଣେ ନିଜକୁ କିଭଳି ତିଆରି କରିବା। ଆମେ ମହାଭାରତ ଶିକ୍ଷା ଦେଉଛି ଆମେ କିଭଳି ଅନ୍ୟମାନଙ୍କ ସହିତ ଚଳିବା, ସେହିସବୁ ଶିକ୍ଷା ଦେଉଛି। ତେଣୁ ଯେହେତୁ ଆମେ ଜାଣିଛେ ରାମାୟଣଙ୍କର ଗୋଟିଏ ଚରିତ୍ର, ଆମେ ଶୁଣିବା ଆଜି କେତେଟା ଜିନିଷ, ଲକ୍ଷ୍ମଣ, ଭରତ ଆଉ ଶତ୍ରୁଘ୍ନ, ଆଉ କେତେଟା ଚରିତ୍ରରୁ ସଂକୃତି ଶୁଣିବା। ଲକ୍ଷ୍ମଣ ଆଉ ଭରତ, ଆମେ ଜାଣିଛେ ସବୁଠୁ ଅଧିକ ସେବା ରାମଙ୍କର କିଏ କରିଛି? ଲକ୍ଷ୍ମଣ ସେବା କରିଛନ୍ତି। କେମିତି ସେବା କରିଛନ୍ତି? ପୁଣି ନ ଖାଇକି ଆଉ ନ ଶୋଇକି 14 ବର୍ଷ ସେବା କରିଛନ୍ତି। ତା ପାଇଁ ସେ କ'ଣ ଛାଡ଼ିଛନ୍ତି? ନିଜର ସୁନ୍ଦର ପତ୍ନୀକୁ ଛାଡ଼ି ଦେଇଛନ୍ତି, ନିଜର ନିଦ୍ରା ଛାଡ଼ି ଦେଇଛନ୍ତି, ନିଜର ଆହାର ସବୁକିଛି ଛାଡ଼ି ଦେଇଛନ୍ତି। ରାମଚନ୍ଦ୍ରଙ୍କ ପାଇଁ ସେ ନିଜେ କୁଟୀର ତିଆରି କରନ୍ତି, ଆଉ ତାଙ୍କ ପାଇଁ ସବୁ ଘାସର ବିଛାନ୍ତି, ସବୁ ସୁବିଧା କରନ୍ତି, ନିଜେ କିନ୍ତୁ ବାହାରେ ଠିଆ ହେଇକି ଜଗିକି ରହନ୍ତି। ତେଣୁ ଗୋଟିଏ ଅନେକ ଜାଗାରେ ଅନେକ ସ୍ଥାନରେ ସେ ସେବା କରିଛନ୍ତି, ଅନେକ ସବୁ ସମୟରେ ସେବା କରିଛନ୍ତି। ଯେହେତୁ ସେ ସେବାର ପ୍ରତୀକ, ତାଙ୍କ ନାଁ ସେଥିପାଇଁ ଅନନ୍ତ। ଅନନ୍ତ କାଳରୁ ସେବା କରୁଛନ୍ତି ବୋଲି ତାଙ୍କ ନାଁ ଅନନ୍ତ ଲକ୍ଷ୍ମଣ। ତେଣୁ ଗୋଟିଏ ଘଟଣାରେ ଆମେ ଜାଣିବା ସେ କିଭଳି ସେବା ପ୍ରିୟ। ସେ ଘଟଣା ହେଉଛି ଯେତେବେଳେ ସୁବର୍ଣ୍ଣ ମୃଗ, ସୀତା ଚୋରି ହେଲା। ସୁବର୍ଣ୍ଣ ମୃଗ ଯେତେବେଳେ, ସୁବର୍ଣ୍ଣ ମୃଗ କ'ଣ ଆମକୁ ସୂଚାଇଥାଏ? ସୁବର୍ଣ୍ଣ ମୃଗ ହେଉଛି ଆରାମ, ବିରାମ କରିବା, ଅରାମ ଯେତେ କହନ୍ତି, ରାମଙ୍କର ଓଲଟାଟା। ତେଣୁ ସୀତା ରାମଙ୍କ ପାଖରେ ଥିଲେ, ରାମଙ୍କ ପାଖରେ ଥାଇକି ସୁଖ ପାଉଥିଲେ, କିନ୍ତୁ ସୁବର୍ଣ୍ଣ ମୃଗକୁ ଦେଖିକି ତାଙ୍କର ଇଚ୍ଛା ହେଲା ଅଧିକ ଆନନ୍ଦ ପାଇବା ପାଇଁ, ସେଥିପାଇଁ ସେ କଷ୍ଟ ପାଇଲେ। ତେଣୁ ସୁବର୍ଣ୍ଣ ମୃଗ ଆସିଥିଲା, ମାରିଚ ହେଇଥିଲା, ସୁବର୍ଣ୍ଣ ମୃଗର ବେଶ ହେଇକି ଆସିଥିଲା। କିନ୍ତୁ ତାକୁ ଧରିବା ପାଇଁ ରାମଚନ୍ଦ୍ର ଆଗ ଗଲେ, ତାକୁ ମାରିବା ପାଇଁ। ସବୁ କାମରେ ରାମଚନ୍ଦ୍ର ଲକ୍ଷ୍ମଣକୁ ସିନା ସେବା ଦିଅନ୍ତି, କିନ୍ତୁ ଏଇସବୁ ଅସୁର ମାରିବା, ସୁବର୍ଣ୍ଣ ମୃଗ, ସେଥିରେ ଲକ୍ଷ୍ମଣ ପଠେଇ ପାରିଥାନ୍ତେ, କିନ୍ତୁ ରାମଚନ୍ଦ୍ର କାହିଁକି ଯାଉଛନ୍ତି? ରାମଚନ୍ଦ୍ରଙ୍କ ପାଖରେ ତାଙ୍କ ପତ୍ନୀ ଅଛନ୍ତି ନା, କିନ୍ତୁ ପତ୍ନୀ ସବୁବେଳେ ନିଜର ସ୍ୱାମୀର ହିରୋଇକ୍ ଗୁଣଟା, ମାନେ ତାଙ୍କ ବୀର ପଣିଆଟା ଦେଖିବାକୁ ଖୁବ୍ ଭଲ ଲାଗେ, ତାଙ୍କୁ ଖୁସି ଲାଗେ। ତେଣୁ ସେ ସବୁବେଳେ ନିଜେ ଯାଆନ୍ତି, ଅସୁର ମାରିଲା ବେଳେ ନିଜେ ଗଲେ, ଏବେ ନିଜେ ବି ସେ ସୁବର୍ଣ୍ଣ ମୃଗ ମାରିବାକୁ ଯାଉଛନ୍ତି। ତେଣୁ ତାପରେ ଘଟଣା ହେଇଛି ଆମେ ଜାଣିଥିବା, ସେ ସୁବର୍ଣ୍ଣ ମୃଗ ମରିଗଲା ବେଳେ ଲକ୍ଷ୍ମଣ ଚିତ୍କାର କରୁଥାଏ।
जोटा कि सीता शुणी पारे सीता से समय कहते जावा पूर्व लक्ष्मण को सी कहीकि जाइछन्ति लक्ष्मण तुम्हें सीता को छाड़ी कुआडे जीवन बर्तमान लक्ष्मण को सीता ठाकुराणी कहते सीता माँ कहते तुम्हें जाओ राम को तुम भाई के विपद में पड़ी तुम्हें उद्धार करके आन तुम साहाଯ୍य कर लक्ष्मण कहते ना मुझे ना कहीं सी जानते भाई के विपद में पड़े ना कारण से भाई रामचंद्र कौन जानते सीता भी जानते किंतु कौन हो जिते बारंबार जीवाई कहले लक्ष्मण मना कले से कौन कहले तुम्हें मत बोधे भोग करने मत व्यवहार करने इच्छा कर तुम्हें तुम भाई मृत्यु तुम्हें इच्छा करुच ये भर्सना कले बहुत भर्सना कलापर आ लक्ष्मण शुणी पारे ये कथा शुणी पारे से कहले ठीक अच्छे मुझे जाऊँगी तेणु तुम गोटे सुरक्षा कवच टाणी जाऊँगी तीन गार लक्ष्मण रेखा टाणी जाइए कि तुम्हें ये गार छाड़ी बाहर को आसबनी बोली कहीकि सीता को लक्ष्मण कले तीन लक्ष्मण जो राम पाखे पहुँची जाइए रामचंद्र कहले तुम्हें लक्ष्मण ये कहीं आस तुमको सीता सुरक्षा दायित्व दी जाइए तुम्हें ये कहीं आस तुम गोटे दायित्व देते तुम से कमटा भी ठीक रे कर पारानी मैंने सीठी चरित्र उपर जड़े लाछना देला ये दक्षता उपर लाछना देला तुम कमटा ठीक रे करना ये पुटू गाली शुणा पड़ा से गाली भी हल्का गाली न बहुत जोर गाली शुणा पड़ी सी पुणी के 13 वर्ष तपस्या से कर सारी यहाँ 14 वर्षर कथा प्रथम वर्ष नुहे फास्ट दिन नुहे वनवासर 13 वर्षर तपस्या करके सेवा कर सारी 13 वर्ष अनिद्रा रही सेवा कर सारी बर्तमान ये गाली शुणा शुणु कौन करेंगे आम कौन करवा सागे सागे सेवा छाड़ी पलैया आमको जब सेवा कर सारापर जब किए गाली दूसरी आम कौन कर छाड़ी पलैया कहीं आम ये सेवा कलापर गाली मिलूँ कि कौन भाविले जे पुणी रहिले से कहीं से कौन भाविले जे सी सीता आ राम पाखे पुणी आउ थे सेवा करने को इच्छा कले तेणु सी सागे चिंता कले से चिंताटा आम समय आम प्रत्येक समय आम करवा आवश्यक सी कहले मत सीता कहीं कहले कथा से कथा मत गाड़ी देवाई कहले ना तार अलग उद्देश्य अच्छी कौन पे से कहले कौन पे कहले ना सी मत गाड़ी देवाई कहना राम बेसी चिंता कर राम सुरक्षा कथा बेसी चिंता कर सी मत ये कथा कहले तांकर उद्देश्य नथिला जे मते ये कहवा जे मु पाइबा आशा करछि तांकर उद्देश्य यहाँ नुहे मत कहीकि यहाँ कहले मुझे राम को सुरक्षा करने जीवी तांकर उद्देश्य ये था तेणु 25-20 वर्ष धरी सेवा कला गोटे पद भी सी कहना सीता लक्ष्मण को तेणु गोटे पद कथार सी केमते बदली जी ना ना मोर गाली देवाठू मत गाली कर असम्मान करने बड़ उद्देश्य है राम सुरक्षा से कहले राम कहीं कहले रामकर सीता सुरक्षा सीता निरापद से रहा से चिंताटा बहुत अधिक थिला सीता किए कौन है तो किए तो नहीं अपहरण करगला ना तो से सब से दायित्व सब सुरक्षा रखुले से आने को तो वनवास आने को तो मना करते सीता बाध्य कर निजे आसिले सी लक्ष्मण भाई ना ना मोर अपमान देवा मत गाली देवाठू ये बड़ चिंता कर सीता माँ सुरक्षा तेणु आम किसी गाली कर निंदा दब तेणु आम सागे चिंता करें कहीं तार उद्देश्य कौन केमती ये सब करने को सी आमको कहला तार किसी बड़ कारण अच्छी ना कौन सागे आम बड़ कारण ये सब करवा जदि आम सेवा ठीक भाव में ना छोटिया गोटे घटनार आम सेवा को छड़े रखीदे आ सेवा जी नक से सेवार से आनंद पाइपर आज जदि आनंद न पाइब से भक्ति रहीपर ना चंद्र भगवान की ये है सेवा तेणु लक्ष्मण होती सेवार प्रतीक
କିନ୍ତୁ ସେବା ମନୋଭାବ କିଏ? ସେବାର ମନୋଭାବ ଅର୍ଥ କ'ଣ? ସେବାର ମନୋଭାବ ଅର୍ଥ ସେବାର ପୂର୍ବରୁ, ସେବା କରୁଥିବା ସମୟରେ ଆଉ ସେବା କରିବା ପରେ ଆମର କ'ଣ ମନ ଅଛି, କ'ଣ ମନୋଭାବ ରହିଛି, ଆମର ମାନସିକ ସ୍ଥିତି କ'ଣ ରହିଛି। ସେବା କରିବା ପୂର୍ବରୁ ଏଇଟା ଗୋଟେ ଛୋଟ ସେବା, ଏଇଟା ଗୋଟେ ବହୁତ ବଡ଼ ସେବା, ଏଇଟା ବହୁତ କଷ୍ଟ ସେବା, ଏଇ ସେବାଟା କଲେ କେହି ଦେଖିବେନି, ମୁଁ କାହିଁ କରିବି, ଏଇ ସେବାଟା କଲେ ବହୁତ ଲୋକ ମୋତେ ଦେଖିବେ, କ'ଣ ଭାବରେ ଆମେ କରୁଛେ, ଏଇଟା ହେଲା ସେବାର ମନୋଭାବ। ସେବାଟା ଗୁରୁତ୍ୱପୂର୍ଣ୍ଣ ନୁହେଁ, କ'ଣ ଆମେ କରୁଛେ ତା ପୂର୍ବରୁ କ'ଣ ଭାବିକି କରୁଛେ, ଏଇଟା ହେଲା ସେବା ମନୋଭାବ। ସେବା କରୁଥିବା ସମୟରେ ଆମେ କ'ଣ କରୁଛେ, କେଉଁ ମୁଡ଼୍ରେ କରୁଛେ, ଯାହା ପାଇଁ ସେବା କରୁଛେ ସେ ଖୁସି ହେଉଛନ୍ତି ତାର ଖୁସି ପାଇଁ କରୁଛେ, କି ଭଗବାନଙ୍କ ଖୁସି ପାଇଁ କରୁଛେ, କି ବିରକ୍ତ ହେଇକି କରୁଛେ, କି ବାଧ୍ୟରେ କହୁଛେ, ଏଇଟା ହେଲା ସେବା କରୁଥିବା ସମୟରେ। ସେବା କରିବା ପରେ କ'ଣ ମନ ରହିବା, ସେବା କଲା ପରେ ଆମର କ'ଣ ମନ, ମୁଁ ଏଇଠି ସେବାଟା କରିଛି, ମୋ ଛଡ଼ା ଆଉ କେହି ସେବା କରିପାରିବେ ନାହିଁ, ମୋ ଭଳିଆ ସେବା କରିଦେବା ସେବକ ଆଉ କେହି ନାହାନ୍ତି, ଏଇଭଳି ମନୋଭାବ। ଏଇ ଯେଉଁ ସ୍ଥିତି ଆସୁଛି ଏଇଟା କୁହନ୍ତି ସେବାର ମନୋଭାବ। ଏ ସେବାର ମନୋଭାବ ଆମେ ଭରତଙ୍କ ଠାରୁ ଶିଖିବା। ସେବାର ମନୋଭାବ କ'ଣ ଶିଖିଛନ୍ତି ଆମେ? ଏବଂ ସର୍ଭିସ ଆଟିଚ୍ୟୁଡ଼। ସେବା ବହୁତ ଛୋଟ ହେଇପାରେ, କିନ୍ତୁ ସେବା ମନୋଭାବ ଯଦି ବଡ଼ ଅଛି ତାହେଲେ ସେବାଟାକୁ ବଡ଼ ଆକାରରେ ଭଗବାନ ତାକୁ ଗ୍ରହଣ କରିବେ। ଲକ୍ଷ୍ମଣ ଯେତିକି ସେବା କରିଛନ୍ତି ଭରତ ସେତିକି ସେବା କରିନାହାନ୍ତି, କିନ୍ତୁ ଭରତକୁ ଭଗବାନ କୁହନ୍ତି ବହୁତ ବଡ଼ ଭକ୍ତ। ଲକ୍ଷ୍ମଣ ଖାଇନାହାନ୍ତି ପିଇନାହାନ୍ତି, ଭରତ ଖାଇଛନ୍ତି, ଭରତ ଶୋଉଥିଲେ, କିନ୍ତୁ ଏଇଟା କେହି ଦେଖୁନଥିଲେ। ଲକ୍ଷ୍ମଣ କଥା ସମସ୍ତେ ଜାଣିଛନ୍ତି। ଆମେ କେତେ ଦିନ ପରେ ଶୁଣିଲା ପରେ ଭରତଙ୍କର ସେବା ଭାବ ମନୋଭାବ କଥା ବୁଝିପାରୁଛେ। ନହେଲେ ସାଧାରଣ ଲୋକମାନେ ଯେଉଁମାନେ ଖାଲି ଟିଭି ସିରିଏଲ୍ ଦେଖନ୍ତି ସେମାନେ ଭରତଙ୍କର ମନୋଭାବ ବୁଝିପାରନ୍ତି ନାହିଁ। ଭରତ କ'ଣ କରିଥିଲେ ନା, ତାଙ୍କୁ କେତେ ଅପମାନ, ଭରତ ହେଉଛି ନିନ୍ଦା ସହିକି ମାନେ ତାଙ୍କ ଭାଇଙ୍କର ସେବା କରିବାକୁ ଚାହିଁଥିଲେ। ସେ ଚାହିଁଥିଲେ ତ ରାଜା ହେଇକି ବହୁତ ଖୁସିରେ ରହିପାରିଥାନ୍ତେ, ଆଉ କିଛି ତାଙ୍କୁ ଦୋଷ ବି ଲାଗିନଥାନ୍ତା, କି ତାଙ୍କୁ କହିଥାନ୍ତା। ତାଙ୍କ ବାପା ତାଙ୍କୁ କହିକି ଯାଇଛନ୍ତି, ବାପା ତ ବରଦାନ ଦେଇଛନ୍ତି, ତାଙ୍କର କିଛି ଅପରାଧ ନାହିଁ, ତାଙ୍କ କୋର୍ଟ କେସ୍ କିଛି ଲାଗିନଥାନ୍ତା ତାଙ୍କ ପାଇଁ। ଆରାମରେ ରାଜ କରିକି ରାଜ୍ୟ ଶାସନ କରିକି ଖୁସିରେ ରଖିପାରିଥାନ୍ତେ। କ'ଣ ତାଙ୍କର ମାଆଙ୍କୁ ଖୁସିରେ ରଖିଥାନ୍ତେ, ରାମଙ୍କର ମାଆ ଲକ୍ଷ୍ମଣଙ୍କର ମାଆକୁ ମଧ୍ୟ ତାଙ୍କ ପାଖରେ ରଖିଥାନ୍ତେ, କିଛି ଅପରାଧ ବି ହେଇନଥାନ୍ତା। କିନ୍ତୁ ସେ ଚାହିଁଲେ ନିଜର ଭାଇଙ୍କର ସେବା କରିବା ପାଇଁ ଆଉ ନିଜର ଭାଇଙ୍କର ପ୍ରାପ୍ୟ ଜିନିଷ ତାଙ୍କୁ ଦେବା। ସେଥିପାଇଁ ସେ କ'ଣ ନ କଲେ, ଭାଇଙ୍କୁ ବୁଝେଇବା ପାଇଁ ବହୁତ 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 ଚେଷ୍ଟା କରିଛନ୍ତି। ପ୍ରଥମେ ନିଜେ ବାହାରିଲେ, ମୁଁ ଯାଇକି ବାହାରୁ ଭାଇଙ୍କୁ ବୁଝେଇକି ଆଣିବି। ସେ ଜାଣିଲେ ଯେ ନିଜ କଥାରେ ସେ ଆସିବେନି, ତେଣୁ ପୁରା ଅଯୋଧ୍ୟାବାସୀଙ୍କୁ ଧରିକି ଆଣିଲେ। ଅଯୋଧ୍ୟାବାସୀକୁ ଧରିକି ଆସିଥିଲେ, ମାନେ 9,000 ରଥ, 6,000 ରଥ, 10,000ଟା ଘୋଡ଼ା, ଲକ୍ଷ ଲକ୍ଷ ଲୋକଙ୍କୁ ଧରିକି ଆସିଲେ ସେ ରାମଚନ୍ଦ୍ରକୁ ନେଇକି ଯିବା ପାଇଁ। ତାଙ୍କୁ ଦେଖିକି ଲକ୍ଷ୍ମଣ ନିଜେ ମାରିବାକୁ ଗୋଡ଼େଇଲା ଯେ ଭରତ ଆସିଛି ଆମକୁ ମାରିଦେଇକି ତା ଜୀବନରୁ କଣ୍ଟାଟା କାଢ଼ିଦେବା ପାଇଁ, କିନ୍ତୁ ସେ ତାଙ୍କ ନିଷ୍ପତ୍ତିରେ ସ୍ଥିର। ରାମଚନ୍ଦ୍ର କହିଲେ ନା, ତୁ ଭରତକୁ ଚିହ୍ନିନୁ, ସେ ଜାଣିନୁ, ସେ ମୋତେ ରାଜ୍ୟ ଫେରାଇବାକୁ ଆସିଛି, ତୁ କିଛି କରନା। ଲକ୍ଷ୍ମଣଙ୍କୁ ସେ ରାମ ପାଖକୁ ଆସିକି ଯେତେ ବୁଝେଇଲେ, କିନ୍ତୁ ରାମଚନ୍ଦ୍ର ଧର୍ମପ୍ରିୟ, ତାଙ୍କର ଅନେକ ଗୁଣ ଭିତରୁ ଗୋଟିଏ ହେଲା ଧର୍ମପ୍ରିୟ। ସେ ଧର୍ମ ପ୍ରତିଷ୍ଠା ପାଇଁ ସେ ଗୋଟିଏ କେବଳ ଏବେ ତାଙ୍କୁ ଅନେକ ଏଭଳି କୂଳଗୁରୁ ବଶିଷ୍ଠ ବି ତାଙ୍କୁ ବୁଝେଇଛନ୍ତି, ବିଶ୍ୱାମିତ୍ର ମୁନି ବୁଝେଇଛନ୍ତି, ତାଙ୍କର ମାଆ, ରାଜ୍ୟର ଅନେକ ପଣ୍ଡିତଗଣ, ଏଭଳି ବେଦ ଶାସ୍ତ୍ର ଆଣିକି ତାଙ୍କୁ ପ୍ରମାଣ ଦିଆଗଲା, ନାଇଁ ନାଇଁ ଏଇସବୁ ତୁମେ ଯଦି ରାଜା ହେଉଛ ଭିତରୁ ବାକ୍ୟ ତୁମେ କାଟୁ, ତୁମର କିଛି ଦୋଷ ଲାଗିବ ନାହିଁ। କିନ୍ତୁ ତଥାପି ସେ କହିଲେ ନା, ମୋତେ ଧର୍ମ ପାଳନ କରିବାକୁ ପଡ଼ିବ, ତୁମ କଥା ଯଦି ମାନୁଛି ତାହେଲେ ମୁଁ ଅଧର୍ମୀ ହେବି। ଯେଉଁ କୂଳରେ କେହି ଦିନେ ହେଲେ ମିଥ୍ୟା କହିନାହାନ୍ତି, ତାହେଲେ ସେଇ କୂଳରେ ଗୋଟିଏ ମିଥ୍ୟାର ଆରୋପ ଲାଗିବ ରଘୁକୂଳରେ। ତେଣୁ ସେ ଏଇଭଳି କହିକି ସମସ୍ତଙ୍କୁ ବୁଝେଇକି ଆସିଥିଲେ। ଭରତଙ୍କୁ ବୁଝେଇବାକୁ ତାଙ୍କୁ ବହୁତ କଷ୍ଟ ହେଲା, ବହୁତ ପରିଶ୍ରମ ପଡ଼ିଲା। ଶେଷରେ ସେଇ ଧର୍ମ କଥା କହି ତାଙ୍କୁ କହିଲେ ନାଇଁ ମୁଁ ଯିବିନି, ତୁମେ ରାଜ
तुमको जो आदेश मिली तुम्हें जदि पालन कर तुम तुम धर्म ही नष्ट कर मोर धर्म भी नष्ट करी जहाँकि पर अपवाद हम भरत शेष पादुक आणिले केमती सेवा करेंगे भाई पादुक आणिकी पादुका को निजे सिंहासन में बसैकी पूजा कले किंतु भरत को लोक मैंने बुझी नथिले बोले ना ये ता माँ को कहीकि जानी शुणी राम को छड़े आनी अयोध्या छड़े आनी लुचिक रहा पड़ूला कौटी नंदीग्राम लोक गाधेया पूर्व माने केते लोक भरत को बुझी पारि केते लोक भरत को बुझी पारि नथिले सरजू नदी रे स्नान करिया पड़ूला कहीं किए देखीदेव टेकाटे मारदेव लोक भरत घृणा भी करुले तथापि से भूमि उपर शो नथिले भूमि तले टिके शोले कारण माने भाई से भूमि पर शोथे वर्तमान उपास रही खट उपर शोई था पलंक शोई था बर्तमान भूमि पर रोथे तेणु सम्मान से शोबनी भाविकी गाड़ करी गात करी रोते मैंने केते ये हूँ कई देखुना ये कथाटा कौन से राज्यवासी देखुना राम भी जहाँ कर सी भी देखुना किंतु से कर सेवा मनोभाव से मनोभाव मैंने कहीं न देखा लुचिक करिया दरकार कैमेरा रे न आसवा दरकार आम सेवाटा किंतु करवा आवश्यक यहाँ सेवा मनोभाव ये कौन गर्व ये सेवा मनोभाव में कौन गर्व आसे ना मुझे करी सेवा मनोभाव केमती कि जड़े केमती माँ पुओर सेवा करवा स्त्री स्वामी सेवा करवा से गोटे बड़ गर्व हुए एवं गर्व करुवे कि से बड़ गर्व लगे ना किंतु से बहुत गुड़िया सेवा मनोभाव थे भरत होती सेवा मनोभाव प्रतीक किंतु आमको से सेवा मन तेणु ये आम शिक्षा करवा कि किसी मात्रा रे आम सेवा करी भगवान किंतु खुशी करवा अन्य को देखापी आम दीटा जिन भगवान माने देखापी जे सेवा करी सी कौन पाई आम जाना शुणा जमी मारीच मारीच को रावण आसला कौन करने ना तू बेश बदल कि सुवर्ण मृग हो आ सीता को सामने मुझे सीता को राम को मारे सीता को हरण करी से कहला मुझे कारण से मारीच से जड़े साधु हो जाता साधु ही तपस्या करूला से तू जब मन मारू ताले मुझे मारिदेवी से चिंता कला से कहला जब मु रावण हाथ में कहीं मरबी मुझे भगवान हाथ में मरबी जब राम मत मारे तेल मत भल कथा मुझे राम को पाइबी तेणु सी निजे प्लान कला राम को पाइबापी मैंने आनंद पाइबापी मुझे मत मुक्ति मिल ब्रह्मानंद पाइबी ब्रह्म लीन हेबी तेणु तार प्लान है कौन सेवा करने नुहे सेवा करी किसी पाइबापी ये गोटे माने सुवर्ण मृग होगा राम सीता को खुशी करे ये गोटे भी सेवा कि तार उद्देश्य रही अलग तेणु से उद्देश्य से सेवा कला खुशी करला डेला डे गला राम खातर भी मरीगला राम तक मारिले कि मारिक छाड़ी पलि आइले छाड़ी पलि आइले ठीक अच्छे भगवान द्वारा मृत्यु होती तार किसी ब्रह्मानंद ब्रह्म लीन हो किंतु तापर जो जटाई गला कौन कला जटाई पाखे किसी बल ना से उड़ी 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 जाकि सीता को रक्षा करने सीता को चिन्ह से तेणु सीता को रक्षा करने से रावण संगे युद्ध कला तार बल ना कि रावण को तार दीटा डेणा काटिदेकी पकईदे गले जड़े साधारण पक्षी से कौ पक्षी पुणी शागुणा पक्षी ना शागुणा पक्षी की आम साधारणतः भल दृश्य देखुना शागुणा पक्षी पड़गला किंतु से भगवान को सेवा करी भगवान को नाम नहीं नहीं मरची तार इच्छा अच्छी भगवान के मत आसिक देखिले मुझे कहीदेवी जे सीता किए जन चोरी करके से पर्यंत राम जाना सीता किए चोरी करके जानते सीता कौटे पलि तेणु खोजुंट तेणु सी अपेक्षा कर राम केमती आसिले मु राम खाली कहीदेवी सीता किए चोरी करके नहीं ये कथा खाली कहे
ତେଣୁ ଏଇଟା ଚିନ୍ତା କରି 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 ସେ କଷ୍ଟ କରିକି ଜୀବନଟାକୁ ବଞ୍ଚେଇକି ରଖିଛନ୍ତି। ରାମ ବେଳକୁ ରାମକୁ ତାଙ୍କ ପାଖରେ ଆସି ପହଞ୍ଚିଲେ। ରାମ ପହଞ୍ଚି ଯେତେବେଳେ ତାଙ୍କ କୋଳରେ ରାମଙ୍କ କୋଳରେ ବସିକି ଏ କଥା କହିଲା ଆଉ ତା ପ୍ରାଣ ଛାଡ଼ିଲା। ବର୍ତ୍ତମାନ ରାମ ତାଙ୍କୁ କ'ଣ କଲେ, ତାଙ୍କୁ ନେଇକି ଗୋଟେ ମଣିଷ ଭଳିଆ ତାଙ୍କର ସଂସ୍କାର କଲେ। ଆଉ ରାମଙ୍କୁ ଦର୍ଶନ କରିକି ସେ ଗଲା। ସେ ତ ମାରିଛ ରାମଙ୍କୁ ଦର୍ଶନ କରିକି ମରିନି, ତାକୁ ମାରିଦେଇକି ସେ ଦୂରରେ ବହୁତ ଦୂରରୁ ମାରିଦେଇକି ପଳେଇ ଆଇଲେ। କିନ୍ତୁ ଇଏ ସେବା କରିକି କେତେ ପୁଣ୍ୟ ପାଇଲେ। ଏଇଟା ହେଲା ପ୍ରକୃତରେ ସେବା ଭାବ। ଉଦ୍ଦେଶ୍ୟ ଥିଲା କ'ଣ, ରାମଙ୍କୁ ସୂଚନା ଦେବା, ରାମଙ୍କର ସେବା କରିବା। ନାଇଁ ଆମେ ଏଇଟା କରିଦେଲେ ଆମକୁ ହେଇଯିବ, ସେବାଟା କରିଦେଲେ ଆମର ପୋଷ୍ଟ ମିଳିଯିବ, ଆମକୁ ସମ୍ମାନ ମିଳିଯିବ, ଆମକୁ ବଡ଼ ପୋଷ୍ଟ ମିଳିଯିବ। ଏଇ ଉଦ୍ଦେଶ୍ୟ ରଖି ଗଲେ ଆମେ ଠିକ୍ କରିପାରିବା ନାହିଁ। ଆମେ ଶୁଣିଥିବା ଶବରୀ ମୁନି, ଶବରୀ ମୁନିଙ୍କର କିଭଳି ସେବା ଭାବ ଥିଲା। ଶବରୀ ମୁନି ସେ ବହୁତ ଅସୁନ୍ଦର ଥିଲେ ଦେଖିବାକୁ। ଅତି ଛୋଟ ମାନେ ଶବର କୂଳରେ ଜନ୍ମ ହୋଇଥିଲେ, ତାଙ୍କର ଦେଖିବାକୁ ବହୁତ ଅସୁନ୍ଦର। ତାଙ୍କୁ ଯଦି ବିବାହ କରିବାକୁ କହିଥିଲା, ତାଙ୍କ ବର ତା ମୁହଁ ଦେଖିକି ତାଙ୍କୁ ଛାଡ଼ିକି ପଳେଇଲା। ଯଦି ଛାଡ଼ିକି ପଳେଇଲା, ତାଙ୍କ ବାପା ବହୁତ ଗୁଡ଼ିଏ ଛେଳି ଆଣିକି କାଟିକି ମାଂସ ବିବାହ ଭୋଜିରେ ଦେବେ ବୋଲି ଇଚ୍ଛା କରିଥିଲେ। ସିଏ କହିଲେ ନାଇଁ, ଖୁସି ହେଲେ ଯାହା ହଉ, ମୋ ଏଇ ଘଟଣା ପାଇଁ କେତେ ଗୁଡ଼ିଏ ଛେଳି ବା କେତେ ଗୁଡ଼ିଏ ଜୀବ ହତ୍ୟା ବନ୍ଦ ହେଇଗଲା। ଖୁସି ହେଇଗଲେ, କହିଲେ ଠିକ୍ ଅଛି, ମୁଁ ଆଉ ଜୀବନରେ କେବେ ବିବାହ କରିବି, ଏବେ ଆଉ ଥରେ ବିବାହ କରିବି, ମୋ ବାପା ଆଣିକି କେତେ ମାନେ ଜୀବ ହତ୍ୟା କରିକି ମାଂସ ଖୁଆଇବି ସମସ୍ତଙ୍କୁ। ବିବାହ ନ କରି ସାଙ୍ଗେ ସାଙ୍ଗେ ଘର ଛାଡ଼ିକି ମାତଙ୍ଗ ମୁନିଙ୍କ ଋଷିକି ଆଶ୍ରମକୁ ପଳେଇଲେ। ସେଇଠି ମଧ୍ୟ ତାଙ୍କୁ ତାଙ୍କ ଶିଷ୍ୟମାନେ କି ତାଙ୍କୁ ଚଳେ, କାରଣ ସେଇଠି ସେଇ ସମୟରେ ଯେ ଗୁରୁକୂଳରେ ପଢ଼େ ସେ ବହୁତ ବଡ଼ ବ୍ରାହ୍ମଣ ହେଇଥିବ, ଉଚ୍ଚ କୂଳର ହେଇଥିବ। ସାଧାରଣ ଲୋକ ସେ ସମୟରେ ସ୍କୁଲ ଯାଉନଥିଲେ, ମାନେ ଗୁରୁକୂଳ ଯାଉନଥିଲେ, କି ରାଜା ପରିବାରର ହେଇଥିବ। ଅନ୍ୟ ସମସ୍ତେ ସବୁ ଚାଷ କାମ କରିକି ନିଜ ବେପାର ବାଣିଜ୍ୟ କରୁଥିଲେ, କେହି ପାଠ ପଢ଼ୁନଥିଲେ, ବିଦ୍ୟା ଶିକ୍ଷା କରୁଥିଲେ। କାରଣ ଇଏ ଯେତେବେଳେ ଗଲେ ତାଙ୍କ ଆଶ୍ରମରେ ରହିବା ପାଇଁ କେହି ତାଙ୍କୁ ରଖିଲେ ନାହିଁ। କିନ୍ତୁ ସେ ମାତଙ୍ଗ ଋଷି ତାଙ୍କୁ ଆଶ୍ରୟ ଦେଇଥିଲେ, ତାଙ୍କୁ ସେବା ଦେଇଥିଲେ। କହିଲେ ତୁମେ ଏଇଠି ସେବା କର, ଆଉ ସେବା କର, ଏମିତି ସେବା କର ଯେ ଭଗବାନ ତୁମକୁ ନିଶ୍ଚୟ ଗୋଟେ ଦିନ ଆସିକି ଦର୍ଶନ ଦେବେ, ଭଗବାନ ରାମ ତୁମ ପାଖକୁ ଆସିବେ। ସେ ସେବା କରି ଚାଲିଲେ। ବାହାଘର ବୟସ ମାନେ 15 ବର୍ଷ ହେଇଥିବ, ସେ ସମୟରେ ତ 15 ବର୍ଷରୁ କମରେ ବିବାହ କରୁଥିବେ ନା। 10-12 ବର୍ଷର ବୟସରୁ ତାଙ୍କୁ କାହିଁ 70-80 ବର୍ଷ ପର୍ଯ୍ୟନ୍ତ ଅପେକ୍ଷା କରିବାକୁ ପଡ଼ିଥିଲା। କେଉଁଠି? ସେଇ ମୁନି ଋଷି, ସେଇ ମୁନିଙ୍କ ଆଶ୍ରମରେ। ପ୍ରତ୍ୟେକ ଦିନ ସେ ରାସ୍ତାକୁ ସଫା କରନ୍ତି। ତାଙ୍କୁ ଗୁରୁ କହିଦେଇଥିଲେ ଏଇ ବାଟ ଦେଇ ଭଗବାନ ଆସିବେ, ତୁମେ ଅପେକ୍ଷା କରିକି ରହିବ। ହଁ, ପ୍ରସାଦ ନେବେ, ଯାଇକି ଆସିବେ। ନମ୍ବରଟା ଦେଇଦିଅନ୍ତୁ। ତେଣୁ ଶବରମଣି ତାଙ୍କ ଗୁରୁଙ୍କ ବାଣୀରେ ଏତେ ବିଶ୍ୱାସ ଥିଲା ଯେ ସେ ସବୁଦିନ ଫୁଲ ଝାଡ଼ୁ କରନ୍ତି ଆଉ ଫୁଲ ପକାନ୍ତି। ଫୁଲ ବଣରୁ ତୋଳିକି ଆଣିକି ଫୁଲ ପକେଇକି ରଖନ୍ତି। ସେ ଫୁଲ ସକାଳକୁ ଶୁଖିଯିବ, ତାକୁ ଗୋଟେକି ପୁଣି ଫିଙ୍ଗି ଦେବେ, ପୁଣି ଆଉ ଗୋଟେ ଦିନ ତା ପରଦିନ ସେମିତି କରିବେ। ନିଶ୍ଚୟ ଆସିବେ, ନିଶ୍ଚୟ ଆସିବେ। ଗୁରୁଙ୍କ ବାଣୀରେ ଏତେ ଦୃଢ଼ ବିଶ୍ୱାସ ଥିଲା ଯେ ଦିନେ ରାମକୁ ସେଇ ବାଟ ଦେଇକି ଯିବାକୁ ହିଁ ପଡ଼ିଲା। ଶବରୀ ମୁନି ଆଶ୍ରମ ଦେଇକି ଯିବାକୁ ପଡ଼ିଲା। ଖାଲି ଗଲେନି, ତାଙ୍କଠୁ କୋଳି ଖାଇକି ଆନନ୍ଦରେ ରହିଲେ। ପ୍ରସାଦ ପାଇବେ, ପ୍ରସାଦ ଟିକେ ଦେଇଦେବେ, ଭୋଗ ଲାଗିଲେ। ଏଇଭଳି ତେଣୁ ଆମେ ଆମ ବାଣୀରେ, ଆମ ଗୁରୁଙ୍କର ବାଣୀରେ, ଗୁରୁଙ୍କର କଥାରେ ପୂର୍ଣ୍ଣ ବିଶ୍ୱାସ ରହିବା ଦରକାର। ଯେଭଳି ଯାହା ଭଗବାନ ଗୁରୁ କହିଛନ୍ତି ବା ସାଧୁମାନେ କହିଛନ୍ତି, ତାକୁ ଆମେ ବିଶ୍ୱାସ କରିବା ଦରକାର। ଆଉ ଦିନେ ନା ଦିନେ ଭଗବାନ ଆମ ଜୀବନରେ ଆସିବେ। ପୁଣି ଧୈର୍ଯ୍ୟ ରହିବା ଦରକାର, ଶବରୀ ମୁନିଙ୍କ ଭଳି ଧୈର୍ଯ୍ୟ। ଆମେ କହିବା ନାହିଁ ଆଜି ଯାଇକି କାଲି ଆମେ ଭଗବାନଙ୍କୁ ପାଇଯିବା, ଆଜି ଯାଇଛେ କାଲି ଆମେ ଭଗବାନଙ୍କୁ ସ୍ୱପ୍ନରେ ଦେଖିବା। ଭଗବାନ କାହିଁକି ମୋତେ ସ୍ୱପ୍ନରେ ଆସୁନାହାନ୍ତି? ଆମେ କହିଲେ ଆସିବେ, ଭଗବାନ ଆସିବେ କି? ଶବରୀ ମୁନି ସେହି ସମୟରେ କେତେ ନିଷ୍ଠାରେ ସେ କରିଥିଲା, ଏତେ ବର୍ଷ ପରେ ଭଗବାନ ତାକୁ ମିଳିଲେ। ସେଥିପାଇଁ ଆମକୁ
ସେଇ ମନୋଭାବ ଶିଖିବା ଦରକାର। ଗୁରୁଙ୍କ ବାଣୀରେ ଦୃଢ଼ ବିଶ୍ୱାସ, ସବୁରି ମିନିଟ ଶିଖିବା। ଗୁରୁଙ୍କ ବାଣୀ ଦୃଢ଼ ବିଶ୍ୱାସ କିଭଳି କରିବା, ଆଉ ଧୈର୍ଯ୍ୟ, ଭକ୍ତିର ଦରକାର ଧୈର୍ଯ୍ୟ। ଭକ୍ତିରେ ଆମକୁ ନିଶ୍ଚୟ ଭଗବାନ ମିଳିବେ, ସେଥିପାଇଁ ଦରକାର ଧୈର୍ଯ୍ୟ। ଧୈର୍ଯ୍ୟ ସହିତ ଆମେ ସେବା କଲେ, ଭକ୍ତି କଲେ ଭଗବାନ ମିଳିବେ। ବିଭୀଷଣ କ'ଣ କଲା ନା, ଲଙ୍କାରେ ଥାଇକି, ଯେଉଁଠି ଲଙ୍କା ମାନେ କ'ଣ, ଆରେ ରାମାୟଣ 3ଟା ଜାଗାରେ ବହୁତ ବର୍ଣ୍ଣନା କରାଯାଇଛି। ଗୋଟେ ଅଯୋଧ୍ୟା, ଗୋଟେ କିଷ୍କିନ୍ଧା, ଗୋଟେ ଲଙ୍କା। ଅଯୋଧ୍ୟା କାଣ୍ଡ, କିଷ୍କିନ୍ଧା କାଣ୍ଡ, ଲଙ୍କା କାଣ୍ଡ, 3ଟା ସ୍ଥାନରେ ଖାଲି ମେନ୍ ବର୍ଣ୍ଣନା ହେଇଛି, ଆଉ କିଛି ନାହିଁ। ଅଯୋଧ୍ୟା ମାନେ କ'ଣ, ଅଯୋଧ୍ୟା କହନ୍ତି, ଅଯୋଧ୍ୟା ହେଉଛି ସଂସ୍କୃତି, ଆଉ ଲଙ୍କା ହେଉଛି ବିକୃତି, ଆଉ କିଷ୍କିନ୍ଧା ହେଉଛି ପ୍ରକୃତି। ସେଇଟା ଅଲଗା ସ୍ଥାନର ନାଁ ନୁହେଁ ସେଟା। 3ଟା ସ୍ଥାନ ବିଷୟରେ ବହୁତ ଗୁଡ଼ିଏ ବର୍ଣ୍ଣନା କରାଯାଇଛି। ଅଯୋଧ୍ୟାରେ କ'ଣ ହୁଏ, ଅଯୋଧ୍ୟାରେ ବି ଫାଇଟିଂ ଲାଗେ। କ'ଣ ଫାଇଟିଂ ଲାଗେ ନା, ଭଲ ଆଉ ବେଶୀ ଭଲ କେମିତି ହେବ, ଫାଇଟିଂ ଲାଗୁଛି। ଲକ୍ଷ୍ମଣ ଫାଇଟିଂ କରୁଛନ୍ତି, ମୁଁ କେମିତି ସେବା କରିବି। ଭରତ ଫାଇଟ୍ କରୁଛି, ମୁଁ କେମିତି ଆହୁରି ଅଧିକ ସେବା କରିବି। ତାଙ୍କର ଫାଇଟିଂ ଲାଗୁଛି, ଭଲ ଆଉ ଭଲ, ଅତି ଭଲ ଭିତରେ ଯୁଦ୍ଧ ଲାଗୁଛି। ଲଙ୍କାରେ ଯୁଦ୍ଧ ତ ନାହିଁ, କେବଳ ଖରାପ ହିଁ ଖରାପ, ଏଠି ଯୁଦ୍ଧ ନାହିଁ। ବିଭୀଷଣ ଭଲ କରିବାକୁ ଚିନ୍ତା କଲେ, ତାଙ୍କୁ ତଡ଼ିକି ବାହାର କରିଦେଲେ, ଲଙ୍କାରୁ। ତେଣୁ ଏଠି କେବଳ ମନ୍ଦ ହିଁ ମନ୍ଦ। ଆଉ କିଷ୍କିନ୍ଧାରେ କ'ଣ ନା, ଭଲ ଅଛି ଆଉ ମନ୍ଦ ଅଛି, ବାଳି ଅଛି ଆଉ ସୁଗ୍ରୀବ ବି ଅଛି। ଆମ ପାଖରେ ଆମେ କିଷ୍କିନ୍ଧାରେ ରହିଲା ଭଳିଆ ଲୋକ ନା, ଆମେ ବେଶୀ ଭଲ ଭିତରେ ଫାଇଟିଂ କରୁନେ, ବେଶୀ ମନ୍ଦ ବି ନୁହେଁ, ଆମେ କିଷ୍କିନ୍ଧା ଲୋକ ସବୁ। ଆମର ଆମେ ଭଲ ଅଛି ଆଉ ମନ୍ଦ ବି ଅଛି ଆମ ପାଖରେ। ଏଭଳି ଯେତେବେଳେ ଲଙ୍କାରେ କଥା ଉଠିଲା, ତେଣୁ ଯେତେବେଳେ ବିଭୀଷଣକୁ ଜାଣିଲେ ଯେ ମୋର ଶତ୍ରୁକୁ ବେଶୀ ଭକ୍ତି କରୁଛି, ରାବଣ ତାଙ୍କୁ ବହୁତ ଗାଳି ଦେଲା, ବହୁତ ଧିକ୍କାର କଲା। ମୋର ଘର ହେଇକି ତୁମର ଶତ୍ରୁକୁ ତୁମେ ଗୁଣଗାନ କରୁଛ। ଲଙ୍କାରେ କ'ଣ, ଲଙ୍କାରେ ଥାଏ ସବୁ ଚୋରି ଜିନିଷ। ଲଙ୍କାରେ ଗୋଟେ ଜିନିଷ ନିଜର ନୁହଁ, ଲଙ୍କାଟା ହିଁ ଚୋରି କରି କ'ଣ ହେଇଛି, କାଠୁ, କୁବେରଠୁ। ଲଙ୍କାରେ ସବୁ ଜିନିଷ ଚୋରି ମାଲ ନା, ଚୋର ବଜାର ସବୁ ଜିନିଷ ଚୋରି। ସେଇଠି ଭଲ ଗୁଣ କେମିତି, ସେତେବେଳେ ସୀତାଙ୍କୁ ଚୋରି କରିକି ଆଣିଲେ। ତେଣୁ ସେଇଠି ସୀତା ସମସ୍ତେ ପଚାରିଲେ, ଆଚ୍ଛା ଏତେ ସୁନ୍ଦର ଗୋଟେ ନାରୀଟେ ତୁମେ ଆଣିକି ରଖିଛ, ତୁମେ ତାଙ୍କୁ ବିବାହ କରିକି ତୁମେ ରାଣୀ ଉଆସରେ ନେଇ ରଖୁନ, ତୁମ ଉଆସ ଭିତରେ ନେଇ ରଖୁନ, ସମସ୍ତେ କହୁଥାନ୍ତି। ସେଇଠୁ ରାବଣ କହୁଛି, ନା ମୋର ଅଭିଶାପ ପାଇଛି, ମୁଁ କୌଣସି ନାରୀର ଇଚ୍ଛା ବିରୁଦ୍ଧରେ ତାକୁ ମୁଁ ଭୋଗ କରିପାରିବି ନାହିଁ। ଅଭିଶାପ ପାଇଛନ୍ତି, କୁବେର ଅଭିଶାପ ଦେଇଛନ୍ତି, କୁବେରଙ୍କ ପତ୍ନୀ ଅଭିଶାପ ଦେଇଛି। ସେଠି କହିଲେ ଠିକ୍ ଅଛି, ଆମେ ଗୋଟେ ଚିନ୍ତା କରୁଛୁ, ଆଉ କେମିତି ଚିନ୍ତା କରିକି ସୀତାଙ୍କୁ ମନେଇବା। ତାଙ୍କ ରାଜସଭାରେ ପ୍ଲାନ୍ ଚାଲିଛି, କିଭଳି ଗୋଟେ ନାରୀକି ମନେଇକି ରାବଣକୁ ବିବାହ କରିବେ, ମାନେ ତାଙ୍କ ରାଜସଭାରେ ଏଇ ପ୍ଲାନ୍ ଚାଲିଛି। ତାହେଲେ ଲଙ୍କାଟା କେତେ ଖରାପ ହେଇଥିବ। ସେଇ ଭିତରୁ ବିଭୀଷଣ ଜଣେ ବାହାରିକି କହିଥିଲେ, ନାଇଁ ତୁମେ ଯଦି କୌଣସି, ସୀତା ହେଉଛନ୍ତି ଜଣେ ସାଧାରଣ ନାରୀ ନୁହେଁ, ସେ ଜଣେ ଭଗବାନ ରାମଚନ୍ଦ୍ରଙ୍କର ପତ୍ନୀ। ଆଉ ତାଙ୍କ ବିଷୟରେ ବହୁତ ଗୁଣଗାନ କରୁଛି। ରାମଙ୍କର ଏତେ ଗୁଣଗାନ କଲା ପରେ ସେ ଆଉ ଶୁଣିକି ରହିପାରିନି, ତାଙ୍କୁ ତଡ଼ି ବାହାର କରିଦେଇଛି। ବିଭୀଷଣ ସାଙ୍ଗେ ସାଙ୍ଗେ କ'ଣ କଲେ, ଲଙ୍କା ଛାଡ଼ିକି ପଳେଇ ଆସିଲେ। ଆସି ରାମଙ୍କ ତାଙ୍କ ଶିବିରରେ ଆସିକି ପହଞ୍ଚିଲେ, ଆଉ ତାଙ୍କର ସେବା କରିବାକୁ ଆରମ୍ଭ କଲେ। ତେଣୁ ଅନେକ ଲୋକ ବିଭୀଷଣକୁ ବହୁତ ଗାଳି ଦିଅନ୍ତି। ଘରେ ଥାଇ ସେ ବିଭୀଷଣ ହେଉଛି, ଆମ କହିଲେ ଘର ଲୋକ ସେ ଶତ୍ରୁ ହେଉଛି। ବିଭୀଷଣ କିଛି ଭୁଲ କରିନାହାନ୍ତି। ଯଦି ବିଭୀଷଣ ଭୁଲ କରିଥାନ୍ତେ, ତାହେଲେ ମର୍ଯ୍ୟାଦା ପୁରୁଷୋତ୍ତମ ରାମ ତାଙ୍କୁ ରଖିଥାନ୍ତେ। ବିଭୀଷଣ ଯେତେବେଳେ ଆସି ପହଞ୍ଚିଲେ, ସମସ୍ତେ ମନା କରୁଥାନ୍ତି। ସୁଗ୍ରୀବ କହିଲେ, ତୁମେ ତାଙ୍କୁ ଗୋଟେ ଦସ୍ୟୁ ହେଇକି ଆସିଛି ତାର ଭାଇ ପାଇଁ, ଆମ ଭିତରୁ ଡାଟା ନେଇକି ତାଙ୍କ ଲଙ୍କାରେ କହିବ, ତାକୁ ତୁମେ କ'ଣ ଆଶ୍ରୟ ଦେଉଛ। ସମସ୍ତେ ମନା କଲେ, ସବୁ ବାନର ସେନା ମନା କଲେ, କିନ୍ତୁ ରାମଚନ୍ଦ୍ର କିଛି କହୁନାହାନ୍ତି। ରାମ କେବଳ ଲାଷ୍ଟ ପୁରା ସର୍ବଶେଷରେ ପଚାରିଲେ ହନୁମାନଙ୍କୁ କିଛି କହୁନାହାନ୍ତି। ହନୁମାନ ତୁମେ କହିଲେ କ'ଣ କରିବା, ଏଇ ବିଭୀଷଣକୁ ରଖିବା ନା ନାଇଁ, ଆମ ଶିବିରରେ ତାଙ୍କୁ ରଖିବା ନା ନାହିଁ। ହନୁମାନ କହିଲେ, ଆପଣ ତ
भगवान आपण चिंता करें मु कौन चिंता करी मु जने साधारण आपण दास किंतु मु एटा देखी जो मु लंका जाइए लंका से आपणकर नाम करूला जो लंका जाइए लंकार गोटे गुण है कौन आम जमी अयोध्या ये गोटे बहुत गुड़े कथा अच्छे अयोध्या किष्किंधा लंकार लंकार गोटे गुण है लंकार कई लोक शुअती लंकार कई लोक राति शुअती केवल जड़े शोला किए विभीषण समस्त तो भोगरे माति थे आमर भी भारत में भी केते माने बड़ बड़ नगरी रे लोक राति शुअती सीटा भी गोटे लंका भी हो गलानी जो जाइए ये देखिले घर शुई विभीषण शुई सब घर में सबुआटे लिखा जाइए राम ये कथाटा से कथा कहले कहले ना ये आप जड़े भक्त कथा शुणी समस्त मना करते भी राम कहले ना मुझे आश्रय देवी खाली आश्रय दे नहीं कौन कले से कहले ठीक अच्छे तुम्हें जाओ समुद्र ये शंखरे पानी धरिकी आस सुग्रीव पठेले बसैले शंखरे पानी आणिकी मुंडरे अभिषेक कले कहले आज तुम्हें लंकापति हेल लंकार राजा हेल सी कहले कौन मुझे शरण ने आसी सरेंडर माने रेफ्यूजी है आसी शरणार्थी ये राजा करके बसिले सुग्रीव सब आबाका भाई कुंडी था ये कौन गोटे थर माने पाद तले के जगह मागिया को आसी ये राजा करके बसिले सुग्रीव पचारे अच्छा प्रभु ये तो आपड़ लंकार राजा करके खाली ये कथा तो कही ना तेणु त्रिबार सत्य भली पानी ढालिकी अभिषेक कर राजा कर सारे बर्तमान जदि आपण आसिक आपन को भूल क्षमा मागिब सीता छाड़देव कौन करेंगे तो रावण राज्य छड़ीदेवे यदि रावण राज्य छड़ीदेवे तो राज्य रावण प्रति अन्याय है कारण रावण आपन को भूल मागी ना ठीक है से कहले जदि रावण मत भूल मागिब ताहले मु अयोध्या को देदेवी रावण को ठीक कहते रामचंद्र कहते अच्छा ठीक अच्छे अयोध्या तो तुम ना मोर तो किसी दिन पर हम जदि 14 वर्ष तो पूरी जीव तो अयोध्या मुझे पाई मु अयोध्या राम को देदेवी ठीक है यदि भरत ताले कौन हम भरत कथा भरत तो राज्य शासन करुँची एवं जी अयोध्या देवा भरत को कौटी पठेब ना भरत को वैकुंठ देदेवी भरत को वैकुंठ देदेवी तो ये सी विभीषण जड़े शत्रु घरे थी भक्ति करवाटा केटे कष्ट पाखे किसी अनुकूल परिवेश ना समस्त बाधा दौरान भक्ति करने आम शुणी ना घर आगे से राम लिखुं राम राम लिखुं समस्ते जो राम को सी जापारा से सब कहीं राम लिखुच रावण आसी पचारा कौन तू राम लिखी बोलू मोर शत्रु ना घर लिखुचु सी माने बहुत चतुरतार सहित कहला रे रावण मोर मंद धरी बोली मु राम लिखुची से रावण कहला ओडिया कथा लिखुची हाँ ये मो ना मोर स्त्री ना लिखी समस्ते मोर ना आ मोर स्त्री ना समस्ते द्वार द्वार लिख समस्ते बर्तमान राम लेख समस्त द्वार राम लिखागला ये हूँ चतुरता सेवा करिवार चतुरता तेणु जिते चतुरता करी 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 से थिले किंतु से सब ये परिस्थिति आसला जे तांको निंदा शुणा पड़ा भक्ति भी आम सेवा करके निंदा शुणा पड़े सेवा करके सेवाटा को समस्त बुझीपारती ना भूल बुझंती सेवा करके जब चाहूबा अधिक किसी सेवा करने को जहाँ सेवा दौथ से ओल्टा बुझुव तेणु से आमको उल्टा बुझिले आम कि भगवान को छाड़ा उचित नुहे विभीषण भली भगवान को जदि पूर्ण विश्वास शरण करवा तो भगवान आमको शरण देवे भगवान शत्रु को शरण देदेले शत्रु घर निजर भाई की शत्रुर भाई की शरण दे शरण देले राजा भी करदेले गोटे छोटिया जिनस ये करके आ भगवान इतने सेवा तो देखती भितर गुंडीची मूषार सेवाटा को देखिले गुंडीची मूषा कौन करता सी जी बाली पकाला से दिन टू जब आज भी पकई था आज जाए भी पकाता भी सेतु बंध कम्प्लीट होता कि से बाली यदि आज जाए पकाता से हो पार ना कि से बुड़ी की आज पकाला बोली रामचंद्र देखीदे अन्य कहीं मार्क कर पार नी तो भगवान कहते जी टिके सेवा को भगवान आमको बहुत बड़ बड़ देखते माने
मोटा मोटा ग्लास चषमा पिंधिक देखते एड़े एड़े मोटा मोटा ग्लास चषमा नहीं बहुत बड़ बड़ आकार देखा ये बड़ बड़ आखि करके ये कली जुग तो बड़ बड़ आखि कर देखुं जो पत्ता भी नहीं आखिर पत्ता नहीं ये आखि पतई आखि पतरा बंद करदे जमी कौन सेवाटा लुचिज से आखि पत्ता भी रखी ना गुंडीची मूषार टिके सेवा को से भगवान ग्रहण कले तेणु आम गुंडीची मूषा आम कह आम तो गुंडीची मूषा बहुत अधिक सेवा करुचे आम तो पत्थर टेकिला भाई सेवा करुचे बाली नुहे कि गुंडीची मूषा तो आर सामर्थ्य भाया से करथिला गुंडीची मूषा सामर्थ्य कौन से पत्थर टेकी पारिबनी से बाली आनी पकेला जी कर आम कहे ना आम तो हाथीटे ही आम जो गुंडीची मूषा भाया सेवा करें भगवान देखिए भगवान तक देखिए କିନ୍ତୁ ଆମର ସାମର୍ଥ୍ୟ ଅନୁସାରେ ସେବା କରିବା ଦରକାର ଆମ ସାମର୍ଥ୍ୟ ଅଛି ନାହିଁ ଆମେ ଏତିକି ସେବା କରିପାରିବା ତାହେଲେ ସେତିକି ଯଦି ଆମ ସାମର୍ଥ୍ୟ ଅନୁସାରେ କଲେ ତାହେଲେ ଭଗବାନ ଆମକୁ ଗ୍ରହଣ କରିବେ ତାହେଲେ ଭଗବାନ ସମସ୍ତଙ୍କୁ ସେବା ଗ୍ରହଣ କରନ୍ତି କିନ୍ତୁ ଯଦି ଆମେ ସାମର୍ଥ୍ୟଠୁ ବହୁତ ଅଧିକ କରିବା ଆମେ ତାହେଲେ ଭଗବାନ ତାକୁ ବହୁତ ବଡ଼ ବଡ଼ ଗ୍ଲାସ୍ ଲଗେଇକି ଚଷମା ଲଗେଇକି ଦେଖିବେ ଚଷମା ଲଗେଇକି ଦେଖିକି ଆମେ ଭଗବାନ ତାକୁ ଧରିଲେ ତାର ପିଠିକି ଆଉଁସିଲେ ଏଇ ସେବା अनेक गुड़े भक्त आम हनुमान सेवा माने हनुमान को केमती छाड़ा श्रेष्ठ भक्त सेवक हनुमान तेणु हनुमान लिस्ट कले जिते रामचंद्र अभिषेक है राज्य शासन है हनुमान रामचंद्र लिस्ट कले केते जन सेवक सब अच्छा आ समस्ते कहले भगवान आपण माने आपणकर किए के आपन किए मन पकाउे तार गोटे लिस्ट कर भगवान को लिस्ट कले भगवान लिस्ट हनुमान का नाटा नाला हनुमान जाकि देखिले मो नाटा नहीं मुझे भगवान को मन पकाउनी मुझे तो सब भगवान को मन पकाउे ये लिस्ट के भगवान लिखी ना कहले हनुमान को कांदी कांदी जाई रामचंद्र को कहले राम कहले ना मुझे आउ गए लिस्ट बनई जहाँ को मुझे बेसी मन पकाउी सबुदिन मुझे जहाँ को मन पकाउी ये हनुमान का ना पूरा फास्ट रही तो सेवा कले आम आम भगवान को मन पकेबा आवश्यक नहीं सेवा करजे माने आम तो सेवा करथला समय भगवान हमको मने पड़े ये भली सेवा आम पूरा दिन सारा भरी रहा जे पूरा फुल पैक 24 घंटा हाँ शोवा समय छाड़ देगी शोवा भी गोटे सेवा शोवा भी सेवा शोवा पूर्व जब भगवान को ये प्रार्थना करके शोवा भगवान आज दिन में जहाँ मुझे मत आज दिन ये सेवा दे धन्यवाद मोर गोटे बड़ी बढ़िया निद हो आ मोर निद 4टा पूर्व जल्दी भांगी जाऊ मुझे गाधे जाकि मंगल आरती करी या यदि प्रार्थना करके आम शोते से शोवाटा आम आम शोनी क्या शोचे भगवान शोचे आम शोले भगवान कहीं भगवान सेवार मत यदि रेस्ट करी ताले मोर जो पीड़ा थकापन अच्छी से कमिज काली बढ़िया आकार आपंकर सेवा करें यही जो भावना आम शोवा जदि ताले ये 6 घंटार निद्रा भी भगवान सेवार पलैब ताकू न करी मोबाइल खिंचिकी शोवा देखिकी देखी देखी मोबाइल खिंचिकी निद पलि मोबाइल राति सारा चलुव ताले आम आम शोले सीटा भगवान सेवा है ये आमको 24 घंटा दिन सारा सेवार तत्परता रखा जदि भगवान आमको मन पकेबी सबुदिन भगवान आमको मन पकाउथिबे तेज आम भाविया दरकार भगवान आमको देखुंट ना नहीं भगवान आगे आम कले भगवान देखुवे जब साइड्रे करा भगवान आमको देखिए नहीं ये भाविया उचित नहीं भगवान आमको सब देखुं ये अनेक गुड़े भक्त भी अच्छा बाली सुग्रीव तांको अनेक शिक्षा आउ के आम शुणा बर्तमान आम ये आम श्रवण कले श्री रामचंद्र भगवान की तेणु आपण मैंने बहुत भलिया सेवा कले भगवान निश्चय खुशी होते तो आम ये ग्यारंटी पाइले भगवान निश्चय खुशी होते भगवान गुंडीजी खुशी गुंडीजी मूषा खुशी हेले हनुमान खुशी हेले सेवा न करिकी विभीषण सेवा करनी भी सेवा न करिकी से मते भगवान खुशी गले भरत सेवा करना ताठू बेसी खुशी गले लक्ष्मण सेवा करके गाड़ी देले तथापि खुशी हेले बहुत बड़े हाँ कि पूर्व से कर ना किसी सेवा
ମନେ ପକାଇଥିଲେ ଭଗବାନଙ୍କୁ। ଏଇଭଳି ଆପଣମାନେ ଯେତିକି ବହୁତ ବଢ଼ିଆ ଆକାରରେ ସେବା କଲେ, ସେ ସେବାର ଫଳ ଆପଣ ନିଶ୍ଚୟ ପାଇଥିବେ। ସେବା କରିବା ମାନେ ଆପଣ ଯୋଡ଼ି ହେଇକି ରହିଲେ। ସେବା କରିବା ମାନେ ଆମର ଏବେ ଯେଉଁମାନେ ସେଦିନ ଥରେ ମାତ୍ର ଆସିଥିଲେ କିନ୍ତୁ ସେବା କରିବାର ତାଙ୍କୁ ସୁଯୋଗ ମିଳିନଥିଲା, ତେଣୁ ସେମାନେ ଆଉ ବର୍ଷେ ପରେ ହିଁ ଆସିବେ। ତାଙ୍କୁ ଆଉ ତାଙ୍କ ଫେସ୍ଟା ଆଉ ବର୍ଷେ ପରେ ଦେଖିବାକୁ ମିଳିବ। ଆପଣ ସେବା କଲେ ମାନେ ବର୍ଷ ସାରା ଆପଣ ରହିଲେ। ଏଇଭଳି ସେବା ମନୋବୃତ୍ତି, ଏଇ ଛୋଟିଆ ଛୋଟିଆ ସେବା ମନୋବୃତ୍ତି ଆମକୁ ଭଗବଧାମରେ ପହଞ୍ଚେଇ ଦେବ, ନାମରେ ବିଶ୍ୱାସ ତିଆରି କରିବ। ଆଉ ସେବା କରିବା ଦ୍ୱାରା ସବୁଠୁ ବଡ଼ ଜିନିଷ ହେଲା ନା କୃପା ମିଳିବ। ସବୁଠୁ ବଡ଼ ଜିନିଷ କୃପା। ଗୋଟିଏ ଛୋଟିଆ ଏଇ କୃପା କେମିତି ମିଳିବ ସେଇ ଘଟଣା। ଯେତେବେଳେ ବାଳି ରାମଚନ୍ଦ୍ରକୁ କହିଲେ, ସୁଗ୍ରୀବ କହିଲେ ମୁଁ ବାଳି ସାଙ୍ଗରେ ଯୁଦ୍ଧ କରିବାକୁ ଯାଉଛି, ବାଳି ମୋତେ ଦେଖିଲେ ମାରି ଦେଉଛି, ମାରିବାକୁ ଗୋଡ଼ଉଛି, ତେଣୁ ଆଜି ମୁଁ ବାଳି ସାଙ୍ଗରେ ଯୁଦ୍ଧ କରିବାକୁ ଯାଉଛି, ତୁମେ ମୋତେ ରକ୍ଷା କରିବ, ବାଳିକି ତୁମେ ମାରିବ। କାରଣ ବାଳି ଭଳିଆ ଜଣେ ଦୁଷ୍ଟ ବାନର ସେ ସହଜରେ ବୁଝିବ ନାହିଁ। ତେଣୁ ଠିକ୍ ଅଛି, ଭଗବାନ କହିଲେ ଠିକ୍ ଅଛି ତୁମେ ଯାଅ। ତେଣୁ ଯୁଦ୍ଧ ଚାଲିଲା। ବାଳି ସୁଗ୍ରୀବ ଦେଖିବାକୁ ଏକା ଭଳିଆ। ଇଏ ତ ଡ୍ରେସ୍ ପିନ୍ଧିବେନି, ଏ ବାନର ଲୋକ, ନହେଲେ ଡ୍ରେସ୍ ବିଭିନ୍ନ ଅଲଗା କଲର୍ ପିନ୍ଧିଥାନ୍ତେ ନା। ବାନର ଲୋକ ତାଙ୍କର ଲାଞ୍ଜ ଯେମିତି, ତା ମୁହଁ ସେମିତି। ଆଉ ମାଙ୍କଡ଼ମାନଙ୍କୁ ଦେଖିବା ପୁରା ପାଖାପାଖି ସମାନ ନା। ମାଙ୍କଡ଼ ମୁହଁ ଯେମିତି, ଏଇ ମୁହଁ ସେମିତି, ସବୁ ସମାନ ଥିବ। ତ ଭଗବାନ ଜାଣିପାରିଥିଲେ କିନ୍ତୁ ଜାଣି ଶୁଣି ସେ ମାରିଲେ ନାହିଁ। ତାହେଲେ ଯାଇକି ତ ପଚାରି ଦେଇଥାନ୍ତେ ଯେ ବାଳି କିଏ ସୁଗ୍ରୀବ କିଏ ପଚାରି ଦେଇଥାନ୍ତେ। ସେ କହିଲେ ମୁଁ ସୁଗ୍ରୀବ, ସେ ବାଳି, ତାକୁ ଦୁଇଟା ଚଟକଣି ପକାଇ ଦେଇଥାନ୍ତେ କି ଧନୁଷର ମାରି ଦେଇଥାନ୍ତେ, ସୁଗ୍ରୀବ ମରିଯାଇଥାନ୍ତା। କି ତାଙ୍କୁ ମାରିଲେ। ତେଣୁ ସେ ମାଡ଼ ଖାଇ 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 ଖାଇ, ଗଦା ପାହାର ଖାଇ 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 ସୁଗ୍ରୀବର ଅଣ୍ଟା ପିଠି ସବୁ ବଧା ହେଇକି ଦୌଡ଼ି 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 ସେ ପଳେଇ ଆସିଲା। ଆସିକି କହିଲା ହେ ପ୍ରଭୁ, ଆପଣ କ'ଣ ମୋତେ ଅନ୍ୟାୟ କଲେ, ମୋତେ ସବୁ ଛଳନା କଲେ, ମୋତେ କାହିଁକି କଷ୍ଟ ଦେଲେ ଏତେ। କିନ୍ତୁ କଷ୍ଟ ଦେବାର ଗୋଟିଏ କାରଣ ଥିଲା। କ'ଣ କାରଣ ନା, ଯେତେବେଳେ ରାମଚନ୍ଦ୍ର ଆଉ ଲକ୍ଷ୍ମଣ ପ୍ରଥମ କରି ଆସିଲେ, ବାଲି ସୁଗ୍ରୀବ କ'ଣ କଲା ନା, ଖାଲି ରାମଙ୍କୁ ହିଁ ସମ୍ମାନ ଦେଲା, ଲକ୍ଷ୍ମଣକୁ କିଛି ପଚାରୁନଥିଲା। ଲକ୍ଷ୍ମଣକୁ ଗୋଟେ ଚେୟାରଟେ ବି ଦେଉନଥିଲା, ଲକ୍ଷ୍ମଣ ଟିକେ ଖାଇବାକୁ ଯାଚୁନଥିଲା। ଖାଲି ରାମ ଦରକାର, କାରଣ ରାମ ମୋର ସଲ୍ୟୁସନ୍ କରିଦେଲେ, ମୋ ପ୍ରୋବ୍ଲେମ୍ ଠିକ୍ କରିଦେଲେ, ମୁଁ ମୋ ସ୍ତ୍ରୀ ପାଇଯିବି, ମୋ ରାଜ୍ୟ ପାଇଯିବି, ମୁଁ ଖୁସିରେ ରହିବି, ମୋତେ ଆଉ ଲୁଚିକି ରହିବାକୁ ପଡ଼ିବନି। ଖାଲି ରାମକୁ ପଚାରୁଥିଲା ସେ। ଇଏ କ'ଣ କଲେ, ଖାଲି ଖାଲି ଭଗବାନଙ୍କୁ ପଚାରୁଛି, ଭକ୍ତକୁ କିଛି ସମ୍ମାନ ଦେଉନି, କିଛି ଭକ୍ତକୁ ସମ୍ମାନ ଦେଉନି। ଠିକ୍ ଅଛି, ଆଉ ତାକୁ ଗୋଟେ ଶିକ୍ଷା ଦେବି ଆଉ। ତେଣୁ ଏଇ ଶିକ୍ଷାଟି ଦେଲେ ତାକୁ ବାଳି ତାଙ୍କୁ ବାଡ଼େଇ ଶିକ୍ଷା ଦେଲେ। ଠିକ୍ ଅଛି, ତୁମେ ଗୋଟେ କାମ କର, ଯାଇକି ତୁମେ ଲକ୍ଷ୍ମଣଙ୍କ ପାଖରେ ପ୍ରାର୍ଥନା କର, ଲକ୍ଷ୍ମଣଙ୍କୁ ଯାଇ କ୍ଷମା ମାଗ। ଲକ୍ଷ୍ମଣ ଯାଇ କ୍ଷମା ମାଗିଲେ। ଲକ୍ଷ୍ମଣ କ'ଣ କଲେ ନା, କ୍ଷମା ମାଗିବାରୁ ତାଙ୍କ ଲକ୍ଷ୍ମଣ ଯେଉଁ ମାଳିଟା ଫୁଲମାଳ ପିନ୍ଧିଥିଲେ ତାଙ୍କ ବେକରେ ପକାଇଦେଲେ। ଏ ଲକ୍ଷ୍ମଣଙ୍କର କୃପା ମିଳିଲା। ବର୍ତ୍ତମାନ କାହାକୁ? ସୁଗ୍ରୀବକୁ। କହିଲେ ତୁମେ ଏଇ ମାଳଟା କାଢ଼ ନାହିଁ, କାଲି ପର୍ଯ୍ୟନ୍ତ ଏଇ ମାଳଟା ପିନ୍ଧିକି ରଖିଥାଅ। କାଲି ଯେତେବେଳେ ଯୁଦ୍ଧ ହେବ, ତୁମେ କେବଳ ମାଳ ପିନ୍ଧିଥିବ, ଆଉ ବାଳି ପିନ୍ଧିନଥିବ, ମୁଁ ଚିହ୍ନିପାରିବି ଯେ ବାଳି କିଏ, ସୁଗ୍ରୀବ କିଏ। ତାପରେ ସେ ଚିହ୍ନିପାରିଲେ ଏବଂ ବାଳିକୁ ମାରିଦେଲେ। ତେଣୁ ଇଏ ପ୍ରଭୁଙ୍କୁ ଖାଲି ଖୁସି କରିବାକୁ ଚେଷ୍ଟା କରୁଥିଲା, ଭକ୍ତଙ୍କୁ ଖୁସି କରିବାକୁ ଚେଷ୍ଟା କରୁନଥିଲା। ତେଣୁ ତାକୁ ଏଇଭଳି ସମସ୍ୟାରେ, ଏଇଭଳି ଗୋଟେ କଷ୍ଟ ସହିବାକୁ ପଡ଼ିଲା। ତେଣୁ ଆମେ ପ୍ରଭୁଙ୍କୁ ଖୁସି କରିବା ସାଙ୍ଗେ ସାଙ୍ଗେ ଭକ୍ତଙ୍କୁ ମଧ୍ୟ ଖୁସି କରିବା ଆବଶ୍ୟକ। ଭକ୍ତ ଆମର ଖୁସି ହେବା ଦରକାର। ଯେମିତି ଏବେ ଭକ୍ତ ଆସିଥିଲେ ଆମ ପାଖକୁ, ଭଗବାନ ବି ଆସିଥିଲେ। ଗୌନିତାଇ ଆସିଥିଲେ ଆଉ ମହାରାଜ ବି ଆସିଥିଲେ। ଉଭୟ, ଜଣେ ଭକ୍ତ ଆଉ ଜଣେ ଭଗବାନ। ଉଭୟଙ୍କୁ ଆମେ ଖୁସି କରିବାକୁ ଆମ ପାଖରେ ଗୋଟେ ବଡ଼ ଇଏ ଥିଲା, ଟାସ୍କ ଥିଲା, ଚ୍ୟାଲେଞ୍ଜ ଥିଲା। ତେଣୁ ଭଗବାନ କୃପାରୁ, ଆଉ ଗୁରୁଙ୍କ କୃପାରୁ, ମହାରାଜଙ୍କ କୃପାରୁ ଆମେ ସବୁ ଠିକ୍ ଭାବରେ କରିପାରିଛେ। ଗୌନିତାଇ ବି ଖୁସି ହେଇଥିବେ, ମହାରାଜ ବି ଖୁସି ହେଇକି ଗଲେ। ଏସବୁ ଭଗବାନଙ୍କର କୃପା। ଆଉ ଆମର ଏଇ ମନୋଭାବ ଯୋଗୁଁ ଏସବୁ ହେଇପାରିଛି। ଯଦି ଆମେ ମନୋଭାବ ଠିକ୍ରେ ନ ରଖିବା, ତାହେଲେ ଆମେ ଠିକ୍ରେ ସେବା କରିପାରିବା ନାହିଁ। ଆଉ ସମସ୍ତେ ଅସନ୍ତୁଷ୍ଟ ହେଇଯିବେ। ଆମେ ବଡ଼ ପ୍ରୋଗ୍ରାମ୍ କରିବା, କିନ୍ତୁ ଅପରେସନ୍ ସକ୍ସେସଫୁଲ୍, ପେସେଣ୍ଟ ଡେଡ୍। ଅପରେସନ୍ ସକ୍ସେସଫୁଲ୍, ପେସେଣ୍ଟ ଡେଡ୍ ଗୋଟିଏ କେବଳ ପୁରା ହିଷ୍ଟ୍ରିରେ ଗୋଟେ ଥର ହେଇଥିଲା। କିଏ? ନରସିଂହ ଦେବ। ସେଥିରେ ହିରଣ୍ୟକଶିପୁଙ୍କୁ ବଧ ହେଇଥିଲା।
हिरण्यकश्यप ऑपरेशन सक्सेसफुल होता पेसेंट डेड हो जाता तेणु से प्रहलाद महाराज को रक्षा पाई किंतु आम जो करवा यू को आमको बड़ बड़ प्रोग्राम करवा कि ठीक सेवा करवानी झगड़ा लगे ठेला पेला हवा ताले आम भीतर बड़ बड़ प्रोग्राम करके आम भीतर खेली पाटितुंड हो झगड़ा लगे से सब दरकार नहीं भगवान से खुशी हुए नहीं जो समस्ते मिसिकी एकाठी होकर सेवा करवा ताले आम समस्ते सक्सेस है बोली ना छोट प्रोग्राम करके गुंडुची मूषा भाई सेवा करके भगवान को आम खुशी करेंगे हनुमान भाया हवा समस्त हनुमान भाया हो पारे नहीं समस्ते पर्वत टिकी पारे बालीटे समस्ते टिकी पारे भगवान हनुमान को जो भाया देखते गुंडुची मूषा से भाया देखते किंतु गुंडुची मूषार सामर्थ्य अनुसार आम सेवा करा दरकार आम सामर्थ्य अनुसार सेवा करने आवश्यक भगवान आमको किसी असुविधा करना कौड़ी एत बड़ 5 दिन प्रोग्राम एत टंका खर्च हम कौट पैसा आसो बहुत बड़ चिंता थी सब बड़ चैलेंज थी तो पूरा आर गला वर्ष टॉप 5 जो मैंने से 10% भी एथर कलेक्शन हो पार ना तथापि अन्य भक्त मान सहयोग समस्त सहयोग हो पारा आर्थिक अभाव से ना सब किसी मैनेज हो जाइए सब भल भाव ये 2 दिन जो भाया वर्षा होता है ये 2 दिन वर्षा होते भी हैरान हो जाते इंद्रदेव आउ स्वर्ग मर्त्य पाताल समस्ते आमको सहयोग कर समस्त धन्यवाद जो मैंने भी आर्थिक आकार शारीरिक आकार शारीरिक सेवा मानसिक सेवा आर्थिक सेवा ये बहुत गुरुत्वपूर्ण सब गुरुत्वपूर्ण है मानसिक सेवा है मनोभाव मनोभाव रे कि चिंता करके सेवा कर कौन केमती प्लानिंग केमती हम 2 मास 3 मास पूर्व चिंता कर केमती प्लान केमती करवा लोक कौटी रे आईटा केमती हम सेटा केमती हम जी मान चिंता करी शोई पारे निद जाग है से काम सेवा न करथिले सेवार सब पूर्णता पाइपर आउ तो सब सहज जोटा सब माने इजीएस्ट मेथड जोटा जे सेवा न करिकी जे सेवा करते लोक को प्रशंसा कला से तो सेवार सब फल पाई जाइए जे सेवा करि पारनी कारण सब कारणवश असुविधा वश तो सेवा करि पारनी किंतु जे सेवा करछि ताको से प्रशंसा करछि यदि ताले से जे सेवा करछि जति पुण्य पाइछि जति फल पाइछि सेति फल से ही पाइछि आम से करवानी खाली प्रशंसा करवानी समस्ते आम सेवा करवा जदि असुविधा वशत आम करें ताले करुवा लोकर प्रशंसा करवा आवश्यक पूरा हृदय ये जदि करें भगवान कहे ठीक अच्छे जड़े सेवा कर प्रशंसा करुच्ची जदि प्रशंसा न करवा ताले आम जानी निंदा कला भाया यदि प्रशंसा आम करूने जड़े सेवा करता लोकर ताले आम निंदा गोटे निंदा कला भाया तेणु आम सेवा प्रशंसा भी करवा दरकार से प्रशंसार गुण आम कौन कर आम मनर जिते सब अनर्थ सब नष्ट कर मनर मैला काट अहंकार शून्य कर जोटा कि भक्ति आमको बहुत बड़ आवश्यक ये मिसिक आम यदि सेवा ठीक करवा ताले आम मिसिक जिते बड़े रामचंद्र ये धराधाम विदाय नेले से एका विदाय नहीं नहांती पूरा अयोध्यावासी की वैकुंठ आसला पूरा अयोध्यावासी समस्ते वैकुंठ विमान बसिले वैकुंठ विमान आसला वैकुंठ विमान बसिले समस्ते एकाठी गले तेणु जो मिसिकी समस्ते सेवा करेंगे ताले सेमानकर भगवत धाम मिसिक समस्त किए केत बयस मरना कि समस्ते भगवत धाम ही जी मिसिकी सेवा कले भगवत धाम जोड़ा सहज हो नहीं आम जाऊे गोटे गोटे जगह को जाऊे गोटे जगह एका चली गले जी कष्ट लगुच जब मिसिकी जावा ताले कष्ट जना पड़े गोवर्धन परिक्रमा यदि एका करवा कहीं करपारती 27 किलोमीटर परिक्रमा कहीं एका करपारती यदि 4-5 जन मिसबे जदि 405 जन 500 लोक मिसबे तो जना पड़ोनी आहरी रथ यात्रा आम बुली 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 केते किलोमीटर चली जाइथिबा किंतु आम जानि नथिबा एते बाट आम चलचे बोली आम जना ही पड़ोनी तो मिसिक सेवा करवा बहुत आवश्यक आ सेवार बहुत किसी शिक्षा मिले अनुभूति मिले आम माने आम मनटा नियंत्रण हम केमते मंत्र द्वारा
आम ज्ञानटा ज्ञानर शुद्धता केमती आसब ज्ञान को बांटिले आज सेवार शुद्धता आसब यदि सेवा आम करवा शारीरिक भाव अभिज्ञता आसब अनुभूति आसब आम इंद्रियर शुद्धता आसब इंद्रिय गुड़िक आम लगे आम हाथ नाक कान पाटी जीभ भगवान को सेवा लगे सब जिन लगे आम देखिले कष्ट करके अटा दलिले परिवा काटिले हाथ गुड़ी आंगुठी भी काटिदेले परिवा काटी काटी किंतु सेटा भगवान देखीदेवे इंद्रिय शुद्ध है धीरे धीरे मनटा भी शुद्ध हो मन को परिष्कार करने आम कौन बाह्य जिनस द्वारा मन को मारी मुंडटा को आम यदि अमृत मंथन घसीबा कि क्षीर में घसीबा दही में घसीबा अमृत में घसीबा ताले मन परिष्कार हो मन को मंत्र द्वारा करने आम सेवा करिया दरकार सेवा कले इंद्रिय गुड़िक परिष्कार हो मन परिष्कार हो आम भी आम अनर्थ को काटिदेवा सब गुड़ करके आम आम हृदय को सफा कर समस्त भक्त मान आम एक बार हरे कृष्ण महामंत्र देवा जो मैंने पूर्ण श्रद्धार सहित शुद्ध मनोभाव टिके बहुत बड़ बड़ सेवा सब कर समस्त आम हरे कृष्ण महामंत्र करवा हरे कृष्ण 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 हरे 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 राम 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 हरे हरे। शिल प्रभुपाद की जय, शिल गुरुदेव की जय। निताई गौर प्रेमानंदे हरि हरि बोल। स्वर्गर भी साउंड आसला आकाश बंद करने दान प्रसाद ना। हरे कृष्ण।